ଆଜି ଶୁଣିବା ଉପନ୍ୟାସ ବଧୂ ନିରୁପମା। ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଭାଗ 1। ସନ୍ନ୍ୟାସୀ ହୋଇ ଗହନ ବନରେ ତପସ୍ୟା କରିବା ସହଜ, କିନ୍ତୁ ବିବାହ କରି ଘର ସଂସାର କରିବା ଆଦୌ ସରଳ କଥା ନୁହେଁ। ସନ୍ନ୍ୟାସୀର ସାଧନା ବ୍ୟକ୍ତିଗତ ତ୍ୟାଗ ନିଷ୍ଠା ଉପରେ ନିର୍ଭର କରେ, କିନ୍ତୁ ବିବାହିତ ବ୍ୟକ୍ତିର ଘର ସଂସାର ସଫଳତା ନିର୍ଭର କରେ ସାରା ପରିବାର ଆଉ ସମାଜ ପ୍ରତି ତା'ର କର୍ତ୍ତବ୍ୟ ପାଳନରେ। ଅରଣ୍ୟରେ ସନ୍ନ୍ୟାସୀ ଏକାକୀ, କିନ୍ତୁ ପରିବାରରେ ବ୍ୟକ୍ତି ବହୁମୁଖୀ। ସେଥିପାଇଁ ବିବାହ କରି ଘର ସଂସାର କରୁଥିବା ବ୍ୟକ୍ତିର ତ୍ୟାଗ ନିଷ୍ଠା ଅରଣ୍ୟର ସାଧକ ସନ୍ନ୍ୟାସୀଠାରୁ ଯଥେଷ୍ଟ ବେଶୀ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏ କଥା ଓ ଚିନ୍ତାଧାରା ନିର୍ମଳର ନିଜସ୍ୱ ନୁହେଁ। ଜୀବନର ସ୍ୱଳ୍ପ ଅବସର ସମୟରେ ସେ ଯେଉଁ ଅଳ୍ପ ସମୟ ପାଏ, ସେ ସମୟରେ ସେ ପାଠ କରେ ମହାପୁରୁଷଙ୍କ ବାଣୀ। ସନ୍ନ୍ୟାସୀ ଓ ସାମାଜିକ ବ୍ୟକ୍ତି ସମ୍ପର୍କରେ ଏ କଥାଟା କେଉଁ ଜଣେ ମହାପୁରୁଷ କହିଥିଲେ। ଯେଉଁଦିନ ମହାପୁରୁଷଙ୍କର ଏ ମତାମତଟା ନିର୍ମଳ ପଢ଼ିଥିଲା, ସେଦିନ ଅନେକ ବ୍ୟଙ୍ଗାତ୍ମକ ହସର ପ୍ରଗଳ୍ଭ ତରଙ୍ଗରେ ଅଧରର ବେଳାଭୂମି ତା'ର ଉଚ୍ଛ୍ୱସିତ ହୋଇ ଉଠିଥିଲା। ଜୀବନର ମର୍ମାନ୍ତିକ ସତ୍ୟକୁ ସେଦିନ ଭଲ କରି ବୁଝିନଥିଲା ନିର୍ମଳ। ଜୀବନଟା ସେଦିନ ଥିଲା ତା'ର ଅସୀଣ ଆକାଶର ଭାସମାନ ଲଘୁ ମେଘଖଣ୍ଡ ଭଳି ହାଲୁକା। ଅନେକ ସମ୍ଭବ ଅସମ୍ଭବ ବର୍ଣ୍ଣିଳ ସ୍ୱପ୍ନ ସମ୍ଭାରରେ ମନର ଆକାଶଟା ତା'ର ରଙ୍ଗୀନ ହୋଇ ରହିଥିଲା। ଇନ୍ଦ୍ରଧନୁର ସେ ସପ୍ତରଙ୍ଗୀ ସ୍ୱପ୍ନରେ ଭୁଲି ସେ ନିଜ ଅନାଗତ ବିବାହିତ ଜୀବନର ଏ ଆଲୋକ ଅନ୍ଧାର କଥାକୁ ସମ୍ପୂର୍ଣ୍ଣ ବିସ୍ମୃତ ହୋଇଯାଇଥିଲା। ଇନ୍ଦ୍ରଧନୁର ରଙ୍ଗ କିନ୍ତୁ ସ୍ଥାୟୀ ହୋଇ ରହେ ନାହିଁ। ରାତ୍ରିର ଅନ୍ଧକାର ପୋଛି ନିଏ ଆକାଶର କାନଭାସରୁ ଏ ସାତରଙ୍ଗର ସ୍ୱପ୍ନ। ଜୀବନର ବିବର୍ଣ୍ଣ କାନଭାସ ଉପରେ ଫୁଟି ଉଠେ ଅଦୃଶ୍ୟ ଅପଦେବତାର ଅସ୍ତାଙ୍କିତ ଏକ ବିକୃତ ଛବି, ଅସହ୍ୟ ଦୃଶ୍ୟପଟ। ନିର୍ଜନ ପ୍ରାୟ ଗୃହାଙ୍ଗନର ଏକ କୋଣରେ ଚେୟାର ଉପରେ ବସି ନିର୍ମଳ ନିରୀକ୍ଷଣ କରି ଦେଖୁଥିଲା ତା' ନିଜ ଅନିଚ୍ଛାରେ ଅଜ୍ଞାତରେ ତା' ଭାଗ୍ୟର ପଟ ଉପରେ କେଉଁ ନିଷ୍ଠୁର ଶିଳ୍ପୀ ଆଙ୍କି ଦେଇଛି ବିକଳାଙ୍ଗ ବିକୃତ ଏକ ଛବି। ଅଥଚ ଦିନ କେତୋଟି ଆଗରୁ କଳ୍ପନାର ରଙ୍ଗ ନେଇ ସେ ତା'ର ଏ ଭାଗ୍ୟପଟ ଉପରେ କି ସୁନ୍ଦର ସ୍ୱପ୍ନିଳ ଛବି ଆଙ୍କି ନଥିଲା ସତେ। ଆଜି ତା'ର ବିବାହର ଚତୁର୍ଥ ଦିବସ। ତରୁଣ ଜୀବନର ବହୁ ଆକାଂକ୍ଷିତ ବାସର ରାତି। କିନ୍ତୁ ପରିବାରର କୌଣସି ଗୋଟିଏ ସ୍ଥାନରେ ସୁଦ୍ଧା ହସର ହିଲ୍ଲୋଳ ନାହିଁ, ଆନନ୍ଦର ଆବେଗ ନାହିଁ। ଚାରିଆଡ଼େ ମରୁର ରୁକ୍ଷତା, ଶ୍ମଶାନର ଭୟାବହ ନିର୍ଜନତା। ଯାହା କିଛି ପୂଜା ଉତ୍ସବ ପାଳିତ ହୋଇଛି, ତାହା ଏକାନ୍ତ ଗତାନୁଗତିକ। ସେଥିରେ ବିବାହ ଉତ୍ସବର ଉଷ୍ଣତା ନଥିଲା। ନଥିଲା ବି ନବବଧୂ ଗୃହପ୍ରବେଶର ସ୍ୱାଭାବିକ ଉଚ୍ଛ୍ୱାସ ଉନ୍ମାଦନା। ନିର୍ମଳ ଜାଣେ, ତା' ବାସର ଗୃହରେ ପାଖୁଡ଼ାଟାଏ ଫୁଲ ବି ନଥିବ। ଅତରର ଭୁରୁଭୁରୁ ସୁରଭିତ ବହୁ ଦୂରର କଥା। କିଛି ସମୟ ଆଗରୁ ନିର୍ମଳ ନିଜ କାନରେ ଶୁଣିଥିବା କଥା କେଇପଦ ତା' କର୍ଣ୍ଣ କୁହରରେ ଆଉଥରେ ଆସି ଅଜାଡ଼ି ହୋଇପଡ଼ୁଥିଲା। ଏମିତି ମୁହଁ ଶୁଖାଇ ବସିଲେ କାହିଁକି ନାନୀ? ପୁଅ ଯେତେବେଳେ ବାହା ହେଲାଣି, ସେ ହେଲା ଘରର ବୋହୂ। ବଡ଼ ବଡ଼ୁଆଙ୍କ ପାଣି ଦେବ, ଆଉ ରାଗି କରି ବସିଲେ କ'ଣ ହେବ? ପୁଅର ଆଜି ଚଉଠି ରାତି। ମାଲୁଣୀକୁ କୁହ ଫୁଲ ଦିତୋଡ଼ା ଦେଇଯାଉ। ଆରସାଇ ପଦ୍ମା ନୂଆବୋହୂଙ୍କର କଣ୍ଠସ୍ୱର। ବୋଉ କ'ଣ ଉତ୍ତର ଦେଇ ଶୁଣିବା ପାଇଁ ଉତ୍କଣ୍ଠ ହୋଇ ବସିଲା ନିର୍ମଳ। ବୋଉର କଣ୍ଠସ୍ୱର କିଛି ଶୁଭିଲା ନାହିଁ। ହୁଏତ କଥା କହିଥିଲେ ସେ ବିଷ ଉଦ୍ଗାର କରିଥାନ୍ତା। ଗ୍ରାମର ଅପର ସ୍ତ୍ରୀ ଲୋକମାନଙ୍କ ଆଗରେ ବିଷ ଉଦ୍ଗାର କରି ନିଜ ପାରିବାରିକ ମର୍ଯ୍ୟାଦାକୁ ତଳେ ପକାଇବା ପାଇଁ ସେ ରାଜି ହେଲା ନାହିଁ। ଏତେ ଦୁଃଖ ଭିତରେ ବି ପରିବାରର ମର୍ଯ୍ୟାଦା କଥା ସେ ପାସୋରି ଦେଇପାରି ନାହିଁ। କିନ୍ତୁ ନିର୍ମଳ? ପଦ୍ମା ନୂଆବୋହୂଙ୍କ କଥାର ଉତ୍ତର ଆସିଥିଲା ରମା ନୂଆବୋହୂଙ୍କ କଣ୍ଠରୁ। ହଇଲୋ ପୁନା ବୋଉ, ଆଉ ଚଉଠି ରାତି କ'ଣ ବା? ଭାବ ନାବ ବାହାଘର। କଟକ ନଈକୂଳେ ନହେଲେ ସିନେମା ଘରେ କେତେ ଚଉଠି ରାତି ଦିହେଁଯାକ ପାଳିଥିବେ, ଆଉ ଆଜି ଚଉଠି ପାଳିବା ପାଇଁ ପଲଙ୍କରେ ଫୁଲ ସଜଡ଼ା ନହେଲେ ମନ୍ତ୍ର ଅଶୁଦ୍ଧ ହେଇଯାଉଛି। ରମା ନୂଆବୋହୂଙ୍କ ଜିଭଟା ଗୋଟାଏ ଶାଣଦିଆ ଛୁରୀ। ନିର୍ମଳର ମନେ ହେଉଥିଲା ସେ ବସି ବସି ଆଉ କଥା ଶୁଣିଲେ ସେ କଥାର ଛୁରୀ ଧାରରେ ତା' ଛାତି କଲିଜା ଧାର ଧାର ହୋଇ ଚିରି ହୋଇଯିବ।
ଶେଷ କଥା ସେ ଶୁଣି ନେଇଛି। ଦେଖା ଚାହାଁ ରାଜି ରୁଜା ବାହାଘରରେ ବାସର ଫୁଲସେଚରେ ଆଉ ସୁରଭି ନଥାଏ। ଆଖିର ଲୁହରେ ବାସର ରାତିଟା ତାହେଲେ ତାର ସହଜ ହୋଇଉଠିବ। ଶୁଣିଥିବା କଥାକୁ ଭୁଲିଯିବା ପାଇଁ ଅନେକ ଚେଷ୍ଟା କରିଛି ନିର୍ମଳ, ପାରିନାହିଁ। ଫୁଲସଜ୍ଜାର ରାତି ତାର ଲୁହର ମୁକ୍ତାମଳରେ ସଜା ହେବ ବୋଲି ବ୍ୟକ୍ତିଗତ ଭାବରେ ତାର ଅବଶୋଷ ନାହିଁ। କାରଣ ସେ ତାର ପରିବାରକୁ ଜାଣେ, ଭଲ କରି ବୁଝେ ମଧ୍ୟ ତା ବୋଉର ମନ କଥା। ଏଭଳି ଏକ ଝଡ଼ର ସମ୍ଭାବନା ରେଜିଷ୍ଟ୍ରି ବିବାହ କରିବା ପୂର୍ବରୁ ମଧ୍ୟ ସେ ଆଶଙ୍କା କରିଥିଲା। କିନ୍ତୁ ତାର ଦୃଢ଼ ଧାରଣା ଥିଲା ଝଡ଼ଟା ଉଠି ତା ମୁଣ୍ଡ ଉପରେ ଦେଇ ଚାଲିଯିବ, କିଛି କ୍ଷତି କରିବ ନାହିଁ। ନିରୁପମାକୁ ଅନ୍ତତଃ ସେ ସେହି ଧାରଣାଟା ହିଁ ଦେଇଥିଲା। କିନ୍ତୁ ଘରେ ପହଞ୍ଚିଲା ପରେ ସେ ବୁଝିଲା ବଂଶ ମର୍ଯ୍ୟାଦା, ଜାତିଆଣ ଭାବ, ସାମାଜିକ କୁସଂସ୍କାର ସମ୍ପର୍କରେ ତାର ଯେଉଁ ଭୁଲ ଧାରଣା ଥିଲା ତାହା ସହସ୍ର ଗୁଣ ଓ ଭୟଙ୍କର ରୂପ ଧରି ଦାଣ୍ଡ ଦରଜା ପାଖରେ ଅପେକ୍ଷା କରିଛି। ଟେଲିଗ୍ରାମ ପାଇଲା ପରେ ବୋଉ କବାଟ କିଳି ଘରେ ଶୋଇ କାନ୍ଦୁଛି। ମାମୁଁ ଚୌପାଢ଼ୀ ଉପରେ ଗୋଡ଼ ଲମ୍ବାଇ ବସି ଗର୍ଜନ କରୁଛନ୍ତି। ପଣ୍ଡା ଘରର ଝିଅ ଆଚାର୍ଯ୍ୟ ପରିବାର ଭିତରେ କିପରି ପ୍ରବେଶ କରିବ ମୁଁ ଦେଖିବି? ହଁ, ମୁଁ କହି ରଖୁଛି, ମୋ ପିଣ୍ଡରେ ପ୍ରାଣ ଥିବା ଯାଏ ଏ କଥା ସମ୍ଭବ ହେବ ନାହିଁ। ନୀଳାମ୍ବର ଭାଇନା ମରିଗଲା ବୋଲି କ'ଣ ଚତୁର୍ଭୁଜ ମିଶ୍ର ମରିଗଲା? ଯଦି ସେମାନେ ଏ ଘର ଭିତରକୁ ଯିବେ ତେବେ ମୋ ମଲାମହ ଉପରେ ପାଦ ରଖିଯିବେ। ମଣିଷର ଧମକ ଏ ନୁହେଁ, ସିଂହର ଗର୍ଜନ। ମାମୁଁ ଚତୁର୍ଭୁଜ ମିଶ୍ରଙ୍କୁ ଭଲ କରି ଜାଣେ ନିର୍ମଳ। କାଉଁରିଆ କାଠି ଭାଙ୍ଗିଯିବେ ପଛେ ନଇମେ ନାହିଁ। ତେଣୁ ତାଙ୍କ କଥା ଶୁଣି ଛାତି ଭିତରଟା ତାର ପ୍ରକମ୍ପିତ ହୋଇ ଉଠିଲା। ଅନୁଭବ କରି ଦେଖିଲା ନିରୁପମାର ହାତଟା ମଧ୍ୟ ଝାଳେଇ ଉଠିଛି। ଗୃହ ପ୍ରବେଶର ପ୍ରଥମ ଝଡ଼ ବହିଗଲା, କ୍ଷତଚିହ୍ନ ରହିଗଲା ମନରେ। ଗ୍ରାମ ଲୋକେ ବୁଝାଇ ଦେଲା ପରେ ଆଚାର୍ଯ୍ୟ ପରିବାରର ସଦର ଦରଜା ପଣ୍ଡାଘର ଝିଅ ପାଇଁ ଉନ୍ମୁକ୍ତ ହୋଇଯାଇଥିଲା। ସାତପର ଅପରାଧୀ ଭଳି ନିର୍ମଳ ପ୍ରବେଶ କରିଥିଲା ନିଜ ଗୃହରେ। କିନ୍ତୁ ବାହାରଠାରୁ ଗୃହର ଅଭ୍ୟନ୍ତରଟା ଯେ ଏଡ଼େ ଅନ୍ଧକାର ସେ କଥା କେବେ ତାର କଳ୍ପନାକୁ ମଧ୍ୟ ସ୍ପର୍ଶ କରିନଥିଲା। ଭଲ ପାଇବାର ଭ୍ରମ ପାଇଁ ତାକୁ ଯେ ଏପରି ଶାସ୍ତି ଗ୍ରହଣ କରିବାକୁ ହେବ ସେ କଥା କେବେ ହେଲେ ସେ ଚିନ୍ତା କରିନଥିଲା। ନିର୍ମଳର ମନ ହେଉଥିଲା ପାପଠାରୁ ପ୍ରାୟଶ୍ଚିତ ତାର ବଳି ପଡ଼ିଛି। ଯେଉଁ ପରିବାରରେ ସେ ଏତେ ବଡ଼ ହେଲା, ହସିଲା, ଖେଳିଲା, ବୁଲିଲା, ଯେଉଁ ସମାଜକୁ ସେ ପିଲାଦିନୁ ଆଜି ଯାଏଁ ଦେଖି ଆସିଥିଲା, ସେ ପରିବାର, ସେ ସମାଜ ବିଷୟରେ ଭଲ କରି ନ ଜାଣି ନ ଶୁଣି ଗୋଟିଏ ଝିଅ ମନରେ ଏତେ ପ୍ରତ୍ୟୟ ଆଣିଦେବା ଠିକ୍ ହୋଇନାହିଁ। ନିମୁ ରାତି ହୋଇଯାଉଛି ଯେ ପଦ୍ମା ନୂଆବୋହୂଙ୍କ କଣ୍ଠସ୍ୱର। ଚମକି ଚାହିଁଲା ନିର୍ମଳ। ରାତି ସତରେ ବେଶୀ ହୋଇଯାଉଛି। ବାସର ରାତିଟା ସବୁ ପୁରୁଷଙ୍କ ପାଇଁ ଛୋଟ ମନେ ହୁଏ, କିନ୍ତୁ ନିର୍ମଳର ମନେ ହେଲା ଏ ରାତ୍ରି ଯେପରି ସାତ ରାତିରେ ପରିଣତ ହୋଇଯାଉଛି। ନିର୍ମଳ ହୁଏତ ସେଇଠାରେ ବସି ଆହୁରି ଅନେକ ସମୟ ଭାବିଥାନ୍ତା ପଦ୍ମା ନୂଆବୋହୂ, କିନ୍ତୁ ତାକୁ ତଡ଼ି ତଡ଼ି ଘର ଭିତରେ ଛାଡ଼ି ଆସିଲେ। ସେ ଆଲୋକ ଉଜ୍ଜଳ କକ୍ଷରେ ପଲଙ୍କର ଏକ ପ୍ରାନ୍ତରେ ବସି ରହିଥିଲା ନିରୁପମା। ବୋଧହୁଏ ଆଗରୁ ତାକୁ ଏ ଘରେ ଛାଡ଼ି ଦେଇ ଯାଇଥିଲେ ପଦ୍ମା ଭାଉଜ। ତାକୁ ଦେଖି ପଲଙ୍କ ଉପରୁ ଉଠି ଆସିଲା ନିରୁପମା। ଶାଢ଼ୀର ପଣତ କାନିକୁ ବେକ ଚାରିପଟେ ଗୋଡ଼ାଇ ଭୂମିରେ ମୁଣ୍ଡ ଲଗାଇ ସେ ପ୍ରଣତି ନିବେଦନ କଲା। ଥରେ ନୁହେଁ, ଅତୀତରେ ବହୁ ସହସ୍ର ଥର ନିରୁପମାର ମୁହଁ ଦେଖିଛି ନିର୍ମଳ। ଅନୁଭୂତିର ଅନେକ ସ୍ପର୍ଶ ସେ ଗଚ୍ଛିତ ରଖିଛି ନିରୁପମାର ସ୍ନାୟୁଗ୍ରନ୍ଥିରେ। କିନ୍ତୁ ଆଜି ଅବଗୁଣ୍ଠନବତୀ ନିରୁପମାକୁ ବାସର କକ୍ଷରେ ଦେଖି ସେ ରୋମାଞ୍ଚିତ ହେଲା। ଜୀବନର ସମସ୍ତ ଗ୍ଲାନି ଅବସାଦ ଅପସାରିତ ହୋଇଯାଇ ବିଚିତ୍ର ଭାବାବେଗରେ ଉଚ୍ଛ୍ୱସିତ ହୋଇ ଉଠିଲା ତାର ଦେହ ମନ। ନିଜର ଦୁଇ ହାତରେ ନିରୁପମାର ସଲ୍ଲଜ ମୁହଁଟାକୁ ତୋଳି ଧରି ସେ ଅନୁଭବ କଲା ସତେ ଯେମିତି ତାର ପ୍ରେମିକା ନିରୁପମା ଆଉ ବଧୂ ନିରୁପମା ମଧ୍ୟରେ ଯୋଜନ ଯୋଜନର ଦୂରତ୍ୱ। ଏହି ତାର କଲ୍ୟାଣୀ ବଧୂ ନିରୁପମା, ଯାହାର ଲଜ୍ଜା କୁଣ୍ଠିତ ଆରକ୍ତ ମୁହଁର ତ୍ୱକ୍ ଆଉ ମୁଦ୍ରିତ ନୟନର ପ୍ରାନ୍ତେ ପ୍ରାନ୍ତେ ନିରରଚନା କରିଛି ଅନେକ ଅର୍ଦ୍ଧ ମୁକୁଳିତ ସ୍ୱପ୍ନ। ନିର୍ମଳର ଦୁଇ ହାତ ପାପୁଲି ମଧ୍ୟରେ ଥାଇ ଥରି ଥରି ଉଠୁଥିଲା ନିରୁପମାର ମୁହଁ। ଛାୟାଚନ୍ଦ୍ରିକା ମଧୁର ମାୟାରେ ଅପରୂପ ମନେ ହେଉଥିଲା ତାର ରୂପ। ସ୍ୱର୍ଗତକ୍ତି କଲା ଭଳି କ୍ଷୀଣ ସ୍ୱରରେ ନିର୍ମଳ କହି ଉଠିଲା, ଏ ଘରେ ଚନ୍ଦନର ସୁରଭି ନାହିଁ, ନାହିଁ ବି ମଲ୍ଲୀ ଗୋଲାପର ସ୍ତବକ।
ଏ ବାସର ରାତ୍ରି ଏକ ଅଭିଶାପର ରାତ୍ରିରେ ପରିଣତ ହୋଇଗଲା ନିରୁ। ନିର୍ମଳ ପାଟିରେ ହାତ ଦେଇ ଚୁପ୍ କରିଦେଲା ନିରୁପମା। କହିଲା, ଛି ସୁନାଟି ପରା, ଆଜି ପରା ଦିନରେ ଏମିତି କହନ୍ତି ନାହିଁ। ନିର୍ବାକ୍ ହୋଇ ନିରୁପମାକୁ ଚାହିଁ ରହିଲା ନିର୍ମଳ। ଝରକାର ପରଦା ଟେକି ଦେଇ ନିରୁପମା କହିଲା, ଏଇ ଦେଖ ଆକାଶରେ ଚନ୍ଦ୍ର କେତେ ଜ୍ୟୋତ୍ସ୍ନା, ଧୀର ସମୀରଣରେ କି ବିଚିତ୍ର ସ୍ପର୍ଶାନୁଭୂତି। ମାଲୁଣୀ ସିନା ଫୁଲ ଦେବନି, ହେଲେ ଆକାଶରେ ତାରା ଫୁଲର ଛୋଟି ଚିତା ଲେଖିବାକୁ ପ୍ରକୃତି କ'ଣ ଭୁଲି ଯାଇଛି? ମଧୁଚନ୍ଦ୍ରିକାରେ ଏ ରାତ୍ରିର ଅଙ୍ଗନକୁ ସ୍ୱପ୍ନିଳ କରି ତୋଳିଛି ଚନ୍ଦ୍ର। ପ୍ରକୃତି ଆମ ପାଇଁ କୃପଣ ନୁହେଁ, ଆମେ ତ ପ୍ରକୃତିର ସନ୍ତାନ। ସ୍ୱପ୍ନ ଦେଖିଲା ଭଳି ନିର୍ମଳ ଠିଆ ହୋଇ ରହିଥିଲା କେବଳ। ଏତେ ନିନ୍ଦା, ଏତେ ଅପମାନ ପରେ ବି ନିରୁପମାର ନିଭୃତ ମନରେ ଏତେ କବିତା ଛପି ରହିଥିଲା। ନିର୍ମଳର କାନ୍ଧ ଉପରେ ମୁଣ୍ଡ ରଖି ନିରୁପମା ଅଧୀର ଆନନ୍ଦରେ କହିଲା, ହେ ଶୁଣୁଛ, ପବନର ପ୍ରବାହରେ ଆମ ମିଳନର ମଧୁର ସଙ୍ଗୀତ କେମିତି ଅନୁରଣିତ ହୋଇ ଉଠୁଛି। ନିରୁପମା ହାତପାପୁଲିରେ ମୃଦୁ ଚାପ ଦେଇ ନିର୍ମଳ କହିଲା, ଶୁଣୁଛି। ତମର ଗଭୀର ଆତ୍ମପ୍ରତ୍ୟୟ ଭିତରେ ମୁଁ ଶୁଣୁଛି ଜୀବନର ସେହି ମହାସଙ୍ଗୀତ। ସତ କହିଲ ନିରୁ, ତମେ କ'ଣ ଏ ପରିସ୍ଥିତି ସହିତ ନିଜକୁ ମିଳେଇ ନେବାକୁ ଠିକ୍ କରିଛ? ତମେ କ'ଣ ସତରେ ମୋତେ କ୍ଷମା କରିଛ? ପଚାରିଲା ଦୃଷ୍ଟିରେ ଚାହିଁ ରହିଲା ନିରୁପମା। କଣ୍ଠ କୋମଳ କରି ନିର୍ମଳ କହିଲା, ଭଲ ପାଇବାର ଭୁଲ ପାଇଁ ଆମକୁ କଡ଼ାଗଣ୍ଡା ହିସାବ କରି ଏତେ ମୂଲ୍ୟ ଦେବାକୁ ହେବ। ବିଶ୍ୱାସ କର, ମୁଁ ଏହା କେବେ ଭାବିନଥିଲି। ମୋର ଅଦୂରଦର୍ଶିତା ପାଇଁ ତମକୁ ଅନେକ ଶାସ୍ତି ଭୋଗ କରିବାକୁ ହେଲା। ନିର୍ମଳର କଥା ଶେଷ ହେବା ଆଗରୁ ନିରୁପମା ଆଖିରୁ ଲୁହ ଲିବିଡ଼ିଗଲା। ନିମିଷକ ଆଗରୁ ଯାହା ମୁହଁରେ ହସର ଶୁଭ୍ର ମଲ୍ଲିକା ଫୁଟି ଉଠିଥିଲା, ଆଖିର ପଲକରେ ତାହାରି ଆଖିରେ ପୁଣି ଲୁହର ସୁନାଫୁଲ ବୃନ୍ତଚ୍ୟୁତ ହେଲା। ଆରେ ତମର କ'ଣ ହେଲା ନିରୁ? ତମେ କାନ୍ଦୁଛ ଯେ? ନିର୍ମଳର କଣ୍ଠରେ ଭୟ ମିଶ୍ରିତ ବେଦନାର ଚିହ୍ନ। ଦୃଢ଼ ଭାବରେ ନିର୍ମଳର ହାତକୁ ଚାପି ଧରି ନିରୁପମା କହିଲା, ତମେ ସବୁ କୁହ, ମୁଁ ସହିବି, କିନ୍ତୁ ଆମର ଭଲ ପାଇବାକୁ ଜୀବନର ଏକ ଭୁଲ ବୋଲି କହିବ, ଏହା ମୋ ପକ୍ଷରେ ଅସହ୍ୟ। ଆମ ଭଲ ପାଇବାର ଅପମାନ ମୁଁ କଦାପି ସହିପାରି ନାହିଁ। ଜୀବନର ବହୁମୂଲ୍ୟ ଦେଇ ମୁଁ ସେ ପ୍ରେମ ପାଇଛି, ତାକୁ ଏଡ଼େ ସହଜରେ ହଜିବାକୁ ଦେବି ନାହିଁ। ତମେ କୁଳଦୀପ ଛୁଇଁ ଶପଥ କର, ଜୀବନରେ ଯେତେ ଦୁର୍ଯୋଗ, ଯେତେ ନିବିଡ଼ ଅନ୍ଧାର ରାତି ଆସିଲେ ବି ତମେ ମୋତେ ତମ ପାଦତଳୁ ଦୂରକୁ ଠେଲିଦେବ ନାହିଁ। ଆହତ କୋପତିଟି ଭଳି ନିର୍ମଳ ଦେହକୁ ଆଶ୍ରା କରି ଛିଡ଼ା ହୋଇଥିବା ନିରୁପମାର ଦେହ ଥରି ଥରି ଉଠୁଥିଲା। ନିରୁପମାକୁ ଭଲ କରି ନିରୀକ୍ଷଣ କରି ଦେଖି ସାରିଲା ପରେ ନିର୍ମଳର କାହିଁକି ବେଶୀ ବେଶୀ ମନ ହେଲା, ସେ ପ୍ରେମିକା ନୁହେଁ, ବଧୂ ନୁହେଁ, ସେ ନାରୀ, ଏକାନ୍ତ ଭାବରେ ନାରୀ। ସୃଷ୍ଟିର ସମସ୍ତ କୋମଳତା ସହିଷ୍ଣୁତା ନେଇ ସେ ଗଠିତ। ଏଭଳି ଏକ କଲ୍ୟାଣୀ ନାରୀକୁ ଆପଣାର କରିପାରିଲା ପରେ ତା ଜୀବନର କେଉଁ ପାତ୍ର ଆଉ ଅପୂର୍ଣ୍ଣ ରହିପାରେ? ନିଜ ଶୟନ କକ୍ଷର ଦରଜା ଭିତର ପଟୁ ବନ୍ଦ କଲେ। ଭିତରୁ କିଳିନି ଦେଲେ ହେମାଙ୍ଗିନୀ। ଛାତି ଭିତରର ରୁଦ୍ଧ ଆବେଗଗୁଡ଼ାକ ଫୁତ୍କାର ତୋଳି ବାହାରକୁ ଆତ୍ମପ୍ରକାଶ କରିବାକୁ ଚେଷ୍ଟା କରୁଛି। ଧୈର୍ଯ୍ୟର ପଥର ଛାପା ଦେଇ ସେ ଅବରୁଦ୍ଧ ଆହତ ଆବେଗକୁ ନିଜ ଭିତରେ ଚାପି ରଖିବାକୁ ଚାହାନ୍ତି। ପୁଅର ଆଜି ଚଉଠି ରାତି। ସେ ଆକାଶ ଫଟାଇ ଲୁହ ଝରାଇ କାନ୍ଦିବେ। ଛି ଛି, କି ଅମଙ୍ଗଳ କଥା। ହେମାଙ୍ଗିନୀ କବାଟରେ କିଳିନିଟି ଦେଇ କବାଟକୁ ଆଉଜି କିଛି ସମୟ ଠିଆ ହୋଇ ରହିଲେ। ଦିନସାରା ଆଜି ଆଖି ତାଙ୍କର ଲୁହରେ ସଜଳ ହୋଇ ଆସିଛି, କିନ୍ତୁ ସେ ଲୁହକୁ ଆଖିପତାରେ ଜମି ରହିବାକୁ ସେ ଦେଇନାହାନ୍ତି। ପୁଅର ଶୁଭ କାମନାରେ ମା କାନ୍ଦିବା ଅମଙ୍ଗଳ। ଯେତେ ହେଲେ ବି ନିର୍ମଳର ଗର୍ଭଧାରିଣୀ ମା ସେ। କେମିତି ସେ ଦେହ ଧରି ତାର ଏତେ ବଡ଼ ଅମଙ୍ଗଳ କାମନା କରିପାରିବେ? ହେମାଙ୍ଗିନୀ ଠିଆ ହୋଇଛନ୍ତି। ଦେହ ତାଙ୍କର କାଠ ହୋଇଗଲା ଭଳି ସେ ଅନୁଭବ କରୁଛନ୍ତି। ଗୋଟିଏ ଆଡ଼େ ତାଙ୍କର ପୁଅ, ଅନ୍ୟ ଆଡ଼େ ବଂଶ ମର୍ଯ୍ୟାଦା, ଜାତି ଗୋତ୍ର ବନ୍ଧୁ ସମାଜ। ମା ହୋଇ ପୁଅର ଅନ୍ୟାୟ ସେ ସହିଗଲେ, କିନ୍ତୁ ଏ ଆଚାର୍ଯ୍ୟ ପରିବାରର କର୍ତ୍ତି ହୋଇ ନିର୍ମଳର ଏ ଅନାଚାରକୁ ବରଦାସ୍ତ କରିବେ କିପରି? ସ୍ୱାମୀ ଥିଲାବେଳେ ସେ ଥିଲେ ଗୃହ ଅଭ୍ୟନ୍ତରର ସୀମିତ ଦୀପଶିଖା। ସ୍ୱାମୀ ମଲା ପରେ ସେ ହୋଇଛନ୍ତି ପରିବାରର ଦାଣ୍ଡ କବାଟ। ପରିବାରର ମଧ୍ୟରେ ପାପ
ଅନ୍ୟାୟ ଅନୀତି ପୁଣ୍ୟ ଯାହା କିଛି ପ୍ରବେଶ କରିବା ଆଗରୁ ତାଙ୍କ ଦେହରେ ପ୍ରଥମେ ଆଘାତ ଲାଗିବ। ସ୍ୱାମୀଙ୍କ ମୃତ୍ୟୁର 7 ବର୍ଷ ହେଲା ପରିବାରର ମର୍ଯ୍ୟାଦାକୁ ସେ ଗୋଡ଼େ ଗୋଡ଼େ ଜଗି ଆସିଛନ୍ତି। କୌଣସି ଗୋଟିଏ ନୀତି ଶୃଙ୍ଖଳା ହୁଗୁଳା ହୋଇଯିବାକୁ ସେ ଦେଇନାହାନ୍ତି। ଆଜି ତାର ବ୍ୟତିକ୍ରମ ହେଲା। ତାଙ୍କରି ଆଖି ଆଗରେ ପଣ୍ଡା ଘରର ଝିଅ ଆସିଲା ଆଚାର୍ଯ୍ୟ ବଂଶର 7 ପୁରୁଷଙ୍କୁ ପାଣି ଦେବା ପାଇଁ। ବାଧା ଦେବାକୁ ଚେଷ୍ଟା କରି ସେ ବାଧା ଦେଇପାରିଲେ ନାହିଁ, କେବଳ ନିର୍ମଳ ଯୋଗୁଁ। ଅଥଚ ନୂପୁର ବେଳକୁ ନୂପୁର କଥା ଭାବିବା ମାତ୍ରେ ମନର ବେଦନା ଅସମ୍ଭାଳ ହୋଇ ଉଠୁଥିଲା। କୌଣସି ମତେ ନିଜକୁ ସମ୍ଭାଳି ନେଇ ସେ କକ୍ଷ ଭିତରକୁ ଆସି ମଝିକାନ୍ଥ ପାଖରେ ଠିଆ ହେଲେ। ଉପରକୁ ଚାହିଁ ଦେଖିଲେ ସ୍ୱାମୀଙ୍କ ଫଟୋଟା ସେମିତି ଝୁଲୁଛି। ଫଟୋ ଦେହରେ ଦିଆଯାଇଥିବା ଫୁଲହାରଟା ଶୁଖିଗଲାଣି, ଚନ୍ଦନ ବିନ୍ଦୁ ଝରି ପଡ଼ିଲାଣି। ଲୁହ ଡବ ଡବ ଆଖିରେ ସ୍ୱାମୀଙ୍କ ଫଟୋକୁ ବ୍ୟାକୁଳ ଦୃଷ୍ଟିରେ ଚାହିଁ ହେମାଙ୍ଗିନୀ ଆପେ ଆପେ କହି ଉଠିଲେ, ପାରିଲି ନାହିଁ। ଯେଉଁ ବଂଶ ମର୍ଯ୍ୟାଦା ଜାତିର ସମ୍ମାନକୁ ଏତେ ବଡ଼ କରି ଧରି ରଖିଥିଲି, ଯାହା ପାଇଁ ନୂପୁର ମୋର ବେକରେ ରସି ଲଗାଇ ଆତ୍ମହତ୍ୟା କଲା, ସେଇ ବଂଶ ମର୍ଯ୍ୟାଦାକୁ ମୁଁ ନିଜ ହାତରେ ଛୋଟ କରିଦେଲି। ଚୁପ୍ ହୋଇଗଲେ ହେମାଙ୍ଗିନୀ। କଣ୍ଠ ହେଲା ରୁଦ୍ଧ, ପାଟିରୁ ଆଉ କଥା ବାହାରିଲା ନାହିଁ। ତାପରେ ଛୋଟ ପିଲାଙ୍କ ପରି ଅଳି କଲା ଭଳି ନିମ୍ନ କଣ୍ଠରେ ସେ କହିଲେ, ତମେ ଯାହା ପାରିଥିଲ ମୁଁ ସେଥିପାଇଁ ଅଭାଜନ ହେଲି ବୋଲି ମୋ ଉପରେ ରାଗୁଛ? ତମେ କ'ଣ ଜାଣ ନା, ତମେ ଥିଲ ପୁରୁଷ, ସିଂହ, ଆଉ ମୁଁ ମାଇପି ଲୋକ, ମା। ଆଖି ବୁଜିଲା ଆଗରୁ ତମେ ତ କହିଥିଲ ମୁଁ ଯାଉଛି। ହେଲେ ନିର୍ମଳ ରହିଲା। ନନା ତାର ମରିଯାଇଛି ବୋଲି ତାକୁ ଯେମିତି ଅନୁଭବ କରିବାକୁ ଦେବ ନାହିଁ। ଆଜିଠୁ ତମେ ତାର ନନା, ବୋଉ, ଉଭୟ ସବୁକିଛି। ପିଲାଟାକୁ ମୁଁ କେବଳ ଶାସନ କରିଗଲି, ସ୍ନେହ ଦେଇ ଯାଇପାରିଲି ନାହିଁ। ତମେ ମୋର ଏ ଋଣ ଶୁଝିଦେବ। ନିର୍ମଳ ମନରେ କଷ୍ଟ ଦେବ ନାହିଁ। ପଣ୍ଡା ଘରର ଝିଅକୁ ବୋହୂ ହେବାକୁ ଅନୁମତି ଦେଇ ମୁଁ ତମର ସେ ଋଣ ଶୋଧ କରିଦେଇଛି। କିନ୍ତୁ ତମେ କ'ଣ କେବେ ଭାବିଥିଲ ନିର୍ମଳ ଆଚାର୍ଯ୍ୟ ବଂଶର ସନ୍ତାନ ହୋଇ ଏତେ ତଳକୁ ଯିବ? ତମେ ଜାଣିନଥିଲ ନରମାୟା ନାରାୟଣଙ୍କୁ ଅଗୋଚର? ମୁଁ ତ ମାତ୍ର ନାରୀ। ଫଟୋଟା ସେମିତି ଝୁଲୁଛି। କାଚର ବନ୍ଧନୀ ଭିତରେ ବନ୍ଦୀ ହୋଇ ରହି ସ୍ୱାମୀ ନୀରବ ରହିଲେ। ହେମାଙ୍ଗିନୀଙ୍କ ପ୍ରଶ୍ନର ଗୋଟିଏ ହେଲେ ଉତ୍ତର ମିଳିଲା ନାହିଁ। ହେମାଙ୍ଗିନୀଙ୍କ ମୁହଁରେ ଅଭିମାନର ଛାୟା ପଡ଼ିଲା। ଏ ଅଭିମାନ ନୂଆ ନୁହେଁ। ଅନେକ ଥର ସ୍ୱାମୀଙ୍କ ପାଖରେ ସେ ଅଭିମାନକୁ ପ୍ରକାଶ କରିଛନ୍ତି, ଅନୁଯୋଗ କରିଛନ୍ତି। ତମେ ପୁରୁଷ ସତ, କିନ୍ତୁ ଜନକ ନୁହେଁ। ସବୁ ପୁରୁଷ ଜନକ ହୋଇପାରନ୍ତି ନାହିଁ। ପୁତ୍ର କନ୍ୟାକୁ ରକ୍ତ ଜୟୀ ଜନ୍ମ ଦେଲେ ସୁଦ୍ଧା ଜନକ ହେବା ପାଇଁ ଏକ କୋମଳ ଉଦାର ମନ ଲୋଡ଼ା। ବଂଶର ଆଭିଜାତ୍ୟର ମୋହରେ ତୁମେ ମନରେ ସେ କୋମଳତା ଉଦାରତାକୁ ହରାଇ ବସିଛ। ତମର ନିଷ୍ଠୁରତା ପାଇଁ ନୂପୁର ମୋର ବେକରେ ରସି ଲଗାଇ ଆତ୍ମହତ୍ୟା କଲା। ହେମାଙ୍ଗିନୀଙ୍କର ବେଶ୍ ମନେ ଅଛି। ତାଙ୍କର ଏ ଅନୁଯୋଗ ଶୁଣିଲେ ସ୍ୱାମୀଙ୍କ ବାହୁର ମାଂସପେଶୀଗୁଡ଼ାକ ଫୁଲି ଫୁଲି ଉଠେ। ନିଶ୍ୱାସର ଗତି ପ୍ରଖର। ସାରା ମୁହଁଟା ଅସହ୍ୟ ଏକ କଠୋରତାରେ ରୁକ୍ଷ ହୋଇ ଉଠେ। ଅସ୍ଥିର ଭାବରେ କକ୍ଷରେ ପଦଚାରଣ କରୁ କରୁ ସେ କହନ୍ତି, ଏ ବଂଶର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବାର ଅଧିକାର ମୋର ନାହିଁ ହେମାଙ୍ଗିନୀ, ତମର ନାହିଁ, କାହାର ନାହିଁ। ତମେ ତ ଆମ ବଂଶର ସେ ଇତିହାସ ତାଳପତ୍ର ପୋଥିଟା ଦେଖିଛ। ଏତେ ବର୍ଷର ସେ ସୁବର୍ଣ୍ଣ ଇତିହାସରେ ଏ କଳଙ୍କର ଅଧ୍ୟାୟ ମୁଁ ଯୋଗ କରିଯିବି କେମିତି? ଏ ବଂଶର ପୁଣ୍ୟ ଯୋଗୁଁ ହିଁ ଆମର ଏ ଧନ ସମ୍ପଦ। ଆଉ ମୁଁ କହି ରଖୁଛି, ଯେଉଁଦିନ ଏ ବଂଶର ଗତି ନିମ୍ନମୁଖୀ ହେବ, ସେଦିନ ଏ ଐଶ୍ୱର୍ଯ୍ୟର ଲକ୍ଷ୍ମୀକୁ ବାଟ ଓଗାଳି କେହି ଅଟକାଇ ରଖିପାରିବେ ନାହିଁ। କ୍ଷୀଣ କଣ୍ଠରେ ପ୍ରତିବାଦ କରିଥିଲେ ହେମାଙ୍ଗିନୀ। ଝିଅଠାରୁ କ'ଣ ତମର ବଡ଼ ଐଶ୍ୱର୍ଯ୍ୟ କିଛି ଅଛି? ଝିଅ ଅକ୍ଷର ଦୁଇଟି ଉଚ୍ଚାରଣ କରିବା ସାଙ୍ଗେ ସାଙ୍ଗେ ସ୍ୱାମୀଙ୍କ ଆଖି କୋଣରେ ଘୃଣାର କେଉଁ ତୀର୍ଯ୍ୟକ ରେଖା ଫୁଟି ଉଠିଥିଲା, ତାହା ଲକ୍ଷ୍ୟ କରି ଭୟରେ ଶଙ୍କିତ ହୋଇପଡ଼ିଥିଲେ ହେମାଙ୍ଗିନୀ। ପ୍ରତିବାଦ କରିବାର ସମସ୍ତ ଉତ୍ସାହ ତାଙ୍କର ନିମିଷକ ମଧ୍ୟରେ ଲୋପ ପାଇଯିଲା। ଘୃଣା କଣ୍ଟକିତ କଠୋର କଣ୍ଠରେ ସ୍ୱାମୀ ଉତ୍ତର ଦେଇଥିଲେ, ଆଚାର୍ଯ୍ୟ ବଂଶର କନ୍ୟା ହୋଇ ଯଦି ସେ କିଏ କ୍ଷତ୍ରିୟ ତରୁଣକୁ ପ୍ରେମ କରିପାରିଲା, ସେ କନ୍ୟାର ଜନକ ହେବାର କୌଣସି ପ୍ରଲୋଭନ ମୋର ନାହିଁ ହେମାଙ୍ଗିନୀ। କେଉଁ ଯୁଗର ଆମ ବଂଶରେ କିଏ ପାପ କରିଥିଲା କେଜାଣି? ସେ ପାପର ରନ୍ଧ୍ର ଦେଇ ଆମ ବଂଶରେ ପ୍ରବେଶ କରିଥିଲା ଏକ ଦୁଷ୍ଟ ଗ୍ରହ। ନୂପୁରର ଆତ୍ମହତ୍ୟା ପରେ ସେ ଗ୍ରହ ଯାଇଛି।
ନିଜ କାନରେ ହାତ ଦେଇଥିଲେ ସେଦିନ ହେମାଙ୍ଗିନୀ। ସ୍ୱାମୀଙ୍କ କଥା ଶୁଣିବାର ଧୈର୍ଯ୍ୟ ତାଙ୍କର ସାହସ ମଧ୍ୟ ନଥିଲା। ଆଖି ଲୁହ ବୁକୁର କୋହ ଚାପି ଧରି ସେଦିନ ସେ ଏଇ ଶୋଇବା ଘରକୁ ପଳାଇ ଆସି ଭିତର ପଟୁ ଜଞ୍ଜିର ଲଗାଇ ଦେଇଥିଲେ। ସେଇଦିନୁ ଆଖିର ଲୁହ ତାଙ୍କର ଶୁଖିନଥିଲା। ନାରୀ ହେଲେ ସେ ଜୀବନସାରା କାନ୍ଦିବାକୁ ପଡ଼େ, ଏକଥା ଆଜି ତାଙ୍କର ବେଶୀ କାହିଁକି ମନେ ହେଲା। କେତେ ଆଶା ସେ କରିଥିଲେ, ମନ ଲାଖି ବୋହୂଟିଏ ଆଣିଲେ ଝିଅର ଅଭାବ ସେ ଭୁଲିଯିବେ। ଜୀବନର ଶେଷ ଦିନ ଚେହେରାଟା ହସ ଖୁସିରେ କଟିଯିବ। କିନ୍ତୁ ତାଙ୍କ ଜୀବନର ଏ କ'ଣ ହେଲା? ବଂଶମର୍ଯ୍ୟାଦା ଜଗିବା ପାଇଁ ନିର୍ମଳ ପ୍ରତି କଠୋର ହେବାକୁ ଯାଇ ସେ କଠୋର ହୋଇପାରିଲେ ନାହିଁ। ନୂପୁରର କଥା ବେଶୀ ତାଙ୍କର ମନେ ପଡ଼ିଲା। ସେଥିପାଇଁ ସ୍ୱାମୀ ଯାହା ପାରିଥିଲେ ତାହା ପାରିଲେ ନାହିଁ ହେମାଙ୍ଗିନୀ। ଝିଅ ଯାଇଥିଲା, ବଂଶମର୍ଯ୍ୟାଦା ବି କଲା, ଆଉ କ'ଣ ନେଇ ସେ ବଞ୍ଚି ରହିବେ? ନିର୍ମଳ ତାଙ୍କୁ ଆଜି ଜାଣି ଜାଣି ଦୂରେଇ ଦେଇଛି, ଯାହା ପାଇଁ ପ୍ରଦୀପର ଶିଖା ଭଳି ଭଳି ଜଳି ଜଳି ସେ ନିଜକୁ ନିଃଶେଷ କରି ଆସିଛନ୍ତି। ସେ ଆଜି ତାଙ୍କୁ କନ୍ଦାଇ କନ୍ଦାଇ ରେଜିଷ୍ଟ୍ରି ବିବାହ କରିଛି। ଜାୟା ଆଜି ଜନନୀଠାରୁ ତାର ବଡ଼। ଜନନୀର ଆବଶ୍ୟକତା ଆଜି ତା ଜୀବନରେ ଶେଷ ହୋଇଯାଇଛି। ନିର୍ମଳ ଉପରେ ମନେ ମନେ ସେ ଅଭିମାନରେ ଫାଟି ପଡ଼ୁଥିଲେ। ତାଙ୍କର ଧାରଣା ହେଉଥିଲା ପଣ୍ଡା ବଂଶର ସେଇ କୁହୁକିନି ପାଠୋଇ ଝିଅଟା ତାଙ୍କର ଏଡ଼େ ଗେହ୍ଲା ପୁଅକୁ ତାଙ୍କ କୋଳରୁ ଛଡ଼ାଇ ନେଇଛି। ଆତ୍ମହତ୍ୟା ମୁହଁକୁ ନୂପୁରକୁ ଠେଲି ଦେଇ ସେ ଯେଉଁ ବଂଶ ମର୍ଯ୍ୟାଦା ରକ୍ଷା କରିବାକୁ ଚେଷ୍ଟା କରିଥିଲେ, ସେ ବଂଶ ମର୍ଯ୍ୟାଦାକୁ ଧୂଳିରେ ମିଶାଇ ଦେଇ ନୂପୁର ଆତ୍ମହତ୍ୟାର ପ୍ରତିଶୋଧ ନେଇଛି ନିରୁପମା। ହେମାଙ୍ଗିନୀ ଏଥିରେ ଆଉ ଠିଆ ହେବାର ଶକ୍ତି ସଂଗ୍ରହ କରିପାରିଲେ ନାହିଁ। ଆଲୁଅ ଲିଭାଇ ଦେଇ ସେ ଖାଲି ପଲଙ୍କ ଉପରେ ଲୋଟି ପଡ଼ିଲେ। ଆଲୁଅଟା ଲିଭାଇ ଦେଲା ପରେ ତାଙ୍କର ଧାରଣା ହେଲା ରାତି ଅନେକ ହେଲାଣି। ଜହ୍ନ ବୁଡ଼ିବାକୁ ବସିଛି। ଝରକା ଆରପଟେ ବାହାରଟା ଛାଇ ଛାଇଆ ଦିଶୁଛି। ଘରର ଗୋଟିଏ କୋଣରେ ବସି ରହିଛି ନିରୁପମା। ମୁଣ୍ଡରେ ହାତେ ଲମ୍ବ ଓଢ଼ଣା। ପ୍ରଥମେ ପ୍ରଥମେ ଅଡ଼ୁଆଡ଼ ଲାଗୁଥିଲା ନିରୁପମାକୁ। ଓଢ଼ଣା ଦେବାରେ ସେ ଅଭ୍ୟସ୍ତ ନୁହେଁ। ଜୀବନରେ କେବେ ତାକୁ ଏକଥା କେହି କହିନଥିଲେ। କଲେଜ ଜୀବନରେ ଏହି ଓଢ଼ଣା ନେଇ ସାଙ୍ଗସାଥି ମେଳରେ କେତେ ଲଘୁ ପରିହାସ ସେ କରିଛି। ନିଜ ଜୀବନରେ ସେହି ପରିହାସ ଏଡ଼େ ନିର୍ମମ ସତ୍ୟ ହୋଇ ଉଠିବ, ଏକଥା ସେ କେବେ ହେଲେ କଳ୍ପନା କରିନଥିଲା। ଶାଶୁଘରେ ବି ସେ କଥା କେହି କହିନାହାନ୍ତି। ନିଜ ମନକୁ ମନ ଓଢ଼ଣା ଦେଇଥିଲା ନିରୁପମା। ଅବଗୁଣ୍ଠନବତୀ ନିରୁପମାକୁ ଦେଖି ପ୍ରଥମେ ନିର୍ମଳ ଚମକି ଉଠିଥିଲା। ବିସ୍ମୟର ମୃଦୁ ଆଘାତ ଲାଗିଥିଲା ତାର ମନର କୋଣ ଅନୁକରଣେ। ଚକିତ କଣ୍ଠରେ ସେ ପ୍ରଶ୍ନ କରିଥିଲା, ଆରେ ଏକେ ଅପୂର୍ବ ବେଶ? ନିର୍ମଳ କଥାର କିଛି ଉତ୍ତର ଦେଇନଥିଲା ନିରୁପମା। ଓଢ଼ଣାଟିକୁ ଆଉ ଟିକିଏ ମୁହଁ ଉପରକୁ ଟାଣି ସେ ଲମ୍ବ କରି ଦେଇଥିଲା। ପାଖରେ କେହି ନଥିଲେ, ଗାଁର କୌଣସି ସ୍ତ୍ରୀ ଲୋକ କିମ୍ବା ବୋଉ, ଅନ୍ୟ କେହି। ରସିକତା କରିବା ପାଇଁ ନିର୍ମଳର ମନ ଉଚ୍ଛନ୍ନ ହୋଇ ଉଠିଥିଲା। ନିମ୍ନ କଣ୍ଠରେ ସେ କହି ଉଠିଥିଲା, ରାତିରେ କ'ଣ ଏତେ ପାପ କରିଛ ଯେ ଦିନରେ ସୁଦ୍ଧା ମୁହଁ ଦେଖାଇବାକୁ ଲାଜ ଲାଗୁଛି? ଦିନ କେତୋଟି ତଳର ମହିଳା କଲେଜର ସେ ପ୍ରଗଳ୍ଭା ତରୁଣୀ ନିଜ ସ୍ୱାମୀର ଏ ମୃଦୁ ପରିହାସରେ ସତେ ଯେମିତି ଲୋଟି ମାଟିରେ ମିଶିଗଲା। ନିର୍ମଳର ମନ ହେଲା ଲଜ୍ଜାଟା ନାରୀର ଆଜୀବନ କୁସଂସ୍କାର। ଯେତେ ପାଠ ପଢ଼ିଲେ ବି ସେଥିରେ ତାର କୌଣସି ପରିବର୍ତ୍ତନ ହୁଏ ନାହିଁ। କଥାର ସ୍ରୋତକୁ ବିପରୀତ ମୁଖୀ କରିଦେଲା ନିର୍ମଳ। କହିଲା, ଓଃ ବୁଝୁଛି, ବୋହୂ ହୋଇ ଆସିଲା ପରେ ଆମ ଘରେ ତୁମ ପ୍ରତି ଏପରି ଦୁର୍ବ୍ୟବହାର କରିଛନ୍ତି ଯେ ତମେ ଅପମାନରେ କାହାରି ମୁହଁ ଦେଖିବାକୁ ଚାହଁନା। ଏ ଉପହାସ ନୁହେଁ, ଆକ୍ଷେପ। ଆହତ ହେଲା ନିରୁପମା। ଆକ୍ଷେପର ଆଘାତରେ ଆରକ୍ତ ହୋଇ ଉଠିଲା ତାର ମୁହଁ, ନାସାଗ୍ର କର୍ଣ୍ଣମୂଳ। ନିର୍ମଳ ପଚାରିଲା, ରାଗିଲ? ନିରୁତ୍ତର ରହିଲା ନିରୁପମା। ନିରୁପମାର ଓଢ଼ଣାଟିକୁ ଟିକିଏ ଉପରକୁ ଘୁଞ୍ଚାଇ ଦେଇ ନିଜ ପ୍ରିୟତମାର ଚୂର୍ଣ୍ଣ କୁନ୍ତଳ କେତୋଟିକୁ ସଜାଡ଼ି ଦେଉ ଦେଉ ନିର୍ମଳ ପଚାରିଲା, ପରିହାସ କରିବାକୁ ଯାଇ ତମର ବୋଧହୁଏ ଅପମାନିତ କଲି ନା? କ'ଣ କରିବି କୁହ? ସେ ତମର ଗୋଟାଏ ବଦ ଅଭ୍ୟାସ। ମଣିଷର ଅଭ୍ୟାସଟା କ'ଣ ଏଡ଼େ ସହଜରେ ବଦଳେ? ନିଜ ସ୍ୱାମୀଙ୍କ ମୁହଁକୁ ଦୃଷ୍ଟି ଉତ୍ତୋଳନ କରି ଚାହିଁ ରହିଲା ନିରୁପମା। ନିଜ ହାତ ପାପୁଲିରେ ନିର୍ମଳର ହାତକୁ ମୃଦୁ ଚାପ ଦେଇ କହିଲା, ଏ କ'ଣ ତମ ଘର, ମୋ ଘର ନୁହେଁ? ଏ ଘରର ଆନନ୍ଦ ଆଘାତରେ ତମ ସାଙ୍ଗରେ ସମଭାଗୀ ହେବାର ଅଧିକାର କ'ଣ ମୋର ନାହିଁ? ମୁଁ କ'ଣ ଏ ଘରର ଅତିଥି, ଏ ପରିବାରର ଏକ ଅଂଶ ନୁହେଁ? ନିର୍ମଳ ନିରୁପମାର ମୁହଁକୁ ଗଭୀର ଦୃଷ୍ଟିରେ ଚାହିଁଲା। ନିରୁପମାର ଆଖି କୋଣରେ ଆଲୋକର ଝଡ଼ ନିର୍ଝର ଧାରା।
ନୂତନ ଜୀବନର ଆଲୋକରେ ସେ ଉଦ୍ଭାସିତ ହୋଇ ଉଠିଛି, ଉଦ୍ବେଳିତ ହୋଇ ପଡ଼ିଛି। ଆଘାତ ଅପମାନର କାଳିମା ତା ମନର ସେ ଜ୍ୟୋତିକୁ ମଳିନ କରିଦେଇ ନପାରେ। ଅମୃତର ମଧୁର ଆସ୍ୱାଦନରେ ମନ ତୃପ୍ତ ହୋଇ ଉଠିଲା। ଗଭୀର ଆବେଗରେ ସେ ନିରୁପମାର ହାତ ପାପୁଲିଟିକୁ ଆଣି ଚାପି ଧରିଲା ନିଜ ଛାତି ଉପରେ। ବୋହୂ, କାହିଁକି ନାନୀ, କାହିଁ କେଉଁଠି ଦିଶୁନାହିଁ ତ? ଆର ସାଇ ରମା ନୂଆବୋହୂଙ୍କ ଶାଣିତ କଣ୍ଠସ୍ୱର। ବୋହୂ ଦେଖିବାକୁ ବୋଧହୁଏ ସେମାନେ ଆସିଛନ୍ତି। ପାଟି ଶୁଣୁ ଶୁଣୁ ନିର୍ମଳଠାରୁ ନିଜକୁ ମୁକ୍ତ କରି ନେଇ ଛାଟିପିଟି ହୋଇ ପଳାଇଲା ନିରୁପମା। ଗାଁର ଝିଅ ବୋହୂମାନେ ତାକୁ ନିଜ ସ୍ୱାମୀ ପାଖରେ ଦେଖିଲେ କେତେ ପରିହାସ କରିବେ, ସେଇ ଭୟ, ସେ ସଙ୍କୋଚରେ ଦେହ ମନ ତାର ଜଡ଼ ପାଲଟି ଯାଇଛି। ନିର୍ମଳ ବି କିଛି ଜାଣିନଥିବା ସୁନା ପିଲାଟି ଭଳି ଖଣ୍ଡେ ବହିର ପୃଷ୍ଠା ଲେଉଟିବାକୁ ଲାଗିଲା। ହେମାଙ୍ଗିନୀ କହିଲେ, କିଏ? ରମା କିଲୋ, ତୁ ଅପରୂପ କୁଆଡ଼େ ମ? ବୋହୂ ପରା ରୋଷେଇ ଘରେ, ଯା ମ। ଆରେ ଏ ପୁଣି କିଏ? ଠୁକୁରି କି? ଠୁକୁରି ରମା ବୋଉ ନୂଆବୋହୂଙ୍କର ନଣନ୍ଦ। ହାଇସ୍କୁଲରେ ପଢ଼ୁଛି, କଟକରେ ରହି। ଗାଁ ଭିତରେ ଯେତେ ବୋହୂ ଅଛନ୍ତି, ରମା ନୂଆବୋଉ ସମସ୍ତଙ୍କଠାରୁ ବେଶୀ ପାଠୋଇ। ମାଇନର ପାସ୍, କିନ୍ତୁ କଥା କହିଲା ବେଳେ ବିଏ ପାସ୍ କରିଥିବା ସ୍ତ୍ରୀ ଲୋକଟି ଭଳି କଥାବାର୍ତ୍ତା କରନ୍ତି। ଖଣ୍ଡି ଖଣ୍ଡିଆ ହିନ୍ଦୀ, ବଙ୍ଗଳା, ଇଂରାଜୀ ଶବ୍ଦ ତାଙ୍କର ପ୍ରତି କଥାରେ ବାହାରି ହୋଇପଡ଼େ। ସମସ୍ତେ ତାଙ୍କୁ ମନେ ମନେ ଭୟ କରନ୍ତି। ରମା ନୂଆବୋଉଙ୍କ କଥାରେ କେହି କେବେ ପ୍ରତିବାଦ କରନ୍ତି ନାହିଁ। କଲେ ମହାଭାରତ ଯୁଦ୍ଧ ଆରମ୍ଭ ହେବା ନିଶ୍ଚିତ। ନିର୍ମଳ ମିଛରେ ବହିର ପୃଷ୍ଠା ଉପରେ ଆଖି ରଖିଥିଲେ ବି କାନଟା ଥିଲା ରମା ନୂଆବୋଉଙ୍କ ପାଖରେ। ନାରୀ ତ ନୁହନ୍ତି, ଗୋଟିଏ ଅଶାନ୍ତ ଗ୍ରହ। ବିନା ଉଦ୍ଦେଶ୍ୟରେ ସେ କେବେ କାହା ଘର ଏରୁଣ୍ଡି ବନ୍ଧ ଡେଇଁ ଯାଆନ୍ତି ନାହିଁ। ହୁଏତ ଆଚାର୍ଯ୍ୟ ପରିବାରର ଗୃହର ଅନ୍ତରାଳରେ ଯେଉଁ ସବୁ ନାଟକୀୟ ଦୃଶ୍ୟ ଅଭିନୟ ଚାଲିଛି, ସେହି ଦୃଶ୍ୟ ସବୁ ଦେଖିଯିବାକୁ ସେ ଯୋଜନା କରି ଆସିଛନ୍ତି। କିଛି ଗୋଟାଏ ଅଘଟଣ ନ ଘଟାଇ ସେ କେବେ ଯିବେ ନାହିଁ। ଅଜ୍ଞାତ ଅନାଗତ ଭୟର ଆତଙ୍କରେ ନିର୍ମଳ ଉତ୍କର୍ଣ୍ଣ ହୋଇ ରହିଲା। ନାନୀ ମ, ବୋହୂଙ୍କୁ କ'ଣ ରୋଷେଇ ଘର କଳାଧୂଆଁ ଭିତରେ ଲୁଚେଇ ରଖିଲ? ରମା ନୂଆବୋଉଙ୍କ କଣ୍ଠରେ ବ୍ୟଙ୍ଗର ବ୍ୟଞ୍ଜନା। ଅନ୍ୟମନସ୍କ ଭାବରେ ହେମାଙ୍ଗିନୀ କହିଲେ, ଇଏ ତ କିଛି ନୂଆ କଥା ନୁହେଁ ରମା। ତୁ ବି ଯେତେବେଳେ ବୋହୂ ହୋଇ ଆସିଥିଲୁ, ସେତେବେଳେ ତୋ ଶାଶୁ ବି ତତେ ଏଇ ରୋଷେଇ ଘରେ ପୂରାଇଥିଲା। କ'ଣ ଭୁଲିଗଲୁଣି କି? ଗୋଟାଏ ଦୀର୍ଘଶ୍ୱାସ ପକାଇ ବିଚିତ୍ର ଭଙ୍ଗୀ କରି ରମା ନୂଆବୋଉ କହିଲେ, ଜାଳିଲେ ନାନୀ, ଆମେ ତ ପୁଅଙ୍କର ଭାରିଜା ହୋଇ ଆସିଥିଲୁ, ହେଲେ ତମ ବୋହୂ ତ ଆଉ ନିର୍ମଳର ଭାରିଜା ନୁହେଁ, ୱାଇଫ୍। ୱାଇଫ୍ ୱାଇଫ୍ ଶବ୍ଦଟା ଉଚ୍ଚାରଣ କଲାବେଳେ ରମା ନୂଆବୋଉଙ୍କ ସମ୍ପ୍ରସାରିତ ଓଠର ଉପକୂଳରେ ଯେଉଁ ତାଚ୍ଛଲ୍ୟର ତରଙ୍ଗ ଉଦ୍ବେଳିତ ହୋଇ ଉଠିଥିଲା, ତାହା ନିର୍ମଳର ଆତଙ୍କିତ ହୃଦୟ ବଳରେ ଖୁବ୍ ଜୋରରେ ଆଘାତ କଲା। ଅନେକ କିଛି କହିବ ବୋଲି ଭାବୁଥିଲେ ବି ସେ ନିଜେ ଇଚ୍ଛାଟାକୁ ଚାପି ନେଲା ମନେ ମନେ। ରମା ନୂଆବୋଉ ବୋହୂ ଦେଖିବାକୁ ରୋଷେଇ ଘର ଆଡ଼କୁ ଗୋଡ଼ ବଢ଼ାଇଲେ। ପଛେ ପଛେ ନଣନ୍ଦ ଠୁକୁରି। ବୋହୂ ହେବାର ଅଭିନୟ କରିବା ପାଇଁ ପ୍ରସ୍ତୁତ ହେଲା ନିରୁପମା। ଓଢ଼ଣୀକୁ ଆଉ ଟିକିଏ ଲମ୍ବ କରି ଟାଣିନେଲା ମୁଣ୍ଡ ଉପରକୁ। ମୁହଁ ଦେଖାଇବାକୁ କହିଲେ, ଆଖି ବୁଜି କେମିତି ମୁହଁ ଦେଖାଇବ, ସେଥିପାଇଁ ମଧ୍ୟ ଥରେ ଅଭିନୟ କରିନେଲା। ଆଚାର୍ଯ୍ୟ ପରିବାରର ବୋହୂ ସେ, କଲ୍ୟାଣମୟୀ ମମତାମୟୀ ବଧୂ। ତା ମୁହଁରେ ଚାଞ୍ଚଲ୍ୟ ଉତ୍ତେଜନା ଶୋଭା ପାଏ ନାହିଁ। ପାହାନ୍ତାର ଆଲୋକ ଭଳି ସେ ସ୍ନିଗ୍ଧା, ପୃଥିବୀ ଭଳି ସେ ସହନଶୀଳା, ଆକାଶ ଭଳି ସେ ଉଦାର ହୃଦୟା। ଏ କଥା ପ୍ରତି କାମ ପ୍ରତି ପ୍ରକାଶ ଭଙ୍ଗୀରେ ସେ ପ୍ରକାଶ କରିବା ଉଚିତ। ରମା ନୂଆବୋଉ ପାଖକୁ ଆସିଲେ। ନିରୁପମାକୁ ଲକ୍ଷ୍ୟ କରି କହିଲେ, ଆରେ, ଆମ ବିଏ ପଢ଼ା ବୋହୂ କ'ଣ ମାଣ ବସିଲା ପରି ଘୋଡ଼ି ପୋଡ଼ି ହୋଇ ବସିଛନ୍ତି? ନାନୀ ବଣ ହରିଣୀକୁ ତମେ ଆଣି ଏମିତି ଜନ୍ତାରେ ପୂରାଇ ରଖିଛ? ଭଲ ଭଲ, ଏ ତ ଆଚାର୍ଯ୍ୟ ଘରର ଚଳଣି। ହେଲେ ଏ ବଣରେ ଉଡ଼ା ଚଢ଼େଇକି କେଇଦିନ ପିଞ୍ଜରାରେ ଅଟକେଇ ରଖିପାରିବ ବା? ଠୁକୁରି ସେତେବେଳକୁ ଯାଇ ନିରୁପମାର ପିଠିରେ ଲଦି ହୋଇ ପଡ଼ିଥିଲା। ହିସାବରେ ଛୋଟ ନଣନ୍ଦ ଅଡ଼ୁଆ ଲାଗୁଥିଲେ ବି ମୁହଁ ଖୋଲି କିଛି କହି ହେଉନାହିଁ। ରମା ନୂଆବୋଉଙ୍କ କଥାଗୁଡ଼ାକ କଣ୍ଟା ଭଳି ଫୋଡ଼ି ହୋଇଯାଉଛି। ସେଥିରେ ପୁଣି ବୋହୂ ଦେଖା ଅଭିନୟ ଆରମ୍ଭ ହୁଏ ନାହିଁ। ମଞ୍ଚର ପରଦା ଉଠିବାକୁ କିଛି ଡେରି। ଦେହଯାକ ଝାଳକଣ୍ଟି ଆସିଲାଣି। ରମା ନୂଆବୋଉ ମୁହଁ ଦେଖିବାକୁ ଓଢ଼ଣା ଟେକିବାକୁ ଆରମ୍ଭ କଲେ। ଠିକ୍ ସେତିକିବେଳେ ଠୁକୁରି ବି ନିରୁପମା ପିଠିକୁ ଜୋରରେ ଚିମୁଟି ଧରିଛି।
ଭାରି କାଟୁଛି ଠୁକୁରୀର ଚିମୁଟା। କିନ୍ତୁ ପ୍ରତିବାଦ କରିପାରୁନାହିଁ ନିରୁପମା। କଷ୍ଟକୁ ସହି ନେବାକୁ ସେ ଚେଷ୍ଟା କରୁଛି। କାରଣ ସେ ଜାଣେ ଘର ସଂସାର କରି ବୋହୂ ହୋଇ ସମସ୍ତଙ୍କ ମୁହଁରେ ହସ ଫୁଟାଇବାକୁ ହେଲେ ଏମିତି କେତେ ଚୁମୁଟାର କଷ୍ଟ ଦେହକୁ ପଥର କରି ସହିବାକୁ ପଡ଼ିବ। କଷ୍ଟ ସହିବାର ସଳନଶୀଳତା ନଥିଲେ ଆହୁଜା ହୋଇଯାଉ ପଛକେ ବୋହୂ ହୋଇ ହୁଏ ନାହିଁ। ଏ ଚୁମୁଟା ତ ମାତ୍ର ଆରମ୍ଭ ହେଲା। କିନ୍ତୁ ନିରୁପମାର ମନର ଆକଟ ମାନିଲା ନାହିଁ ତାର ଦେହ। କାରଣ ତା ମୁହଁରେ ଫୁଟି ଉଠୁଥିବା ଯନ୍ତ୍ରଣାର ଚିହ୍ନକୁ ଲକ୍ଷ୍ୟ କରି ରମା ନୂଆ ବୋଉ ଚିତ୍କାର କରି ଉଠିଲେ, ଦେଖୁଛ ଦେଖୁଛ ନାନୀ, ତମ ବୋହୂ ମୋତେ ଦେଖି କେମିତି ମୁହଁ ମୋଡୁଛି। ଯେତେ ହେଲେ ହଳୁଆ ବ୍ରାହ୍ମଣ ଘରର ଝିଅ, ସଣ୍ଠାଣ ଶିଖିବ କୁଆଡ଼ୁ। ଛି 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 ଛି। ମୁଣ୍ଡର ଓଢ଼ଣା ଛାଡ଼ିଦେଲେ ରମା ବୋହୂ। ଠୁକୁରୀ ସେତେବେଳେ ଯାଏ ମଧ୍ୟ ନଖରେ ନିରୁପମାର ପିଠିକୁ ଚିମୁଟି ଧରିଛି। ଓଢ଼ଣାରେ ନିରୁପମାର ଆଖିର ଲୁହ ନିଖିଡ଼ି ଆସିଲା। ମନେ ମନେ ନିଜ ଉପରେ ସେ ବିରକ୍ତ ହୋଇ ଉଠିଲା। ନିଜ ଛୋଟ ନଣନ୍ଦର ଏ ଟିକିଏ ଥଟ୍ଟା ଚିମୁଟାକୁ ସମ୍ଭାଳି ନ ପାରି ସେ ମୁହଁଟାକୁ ବିକୃତ କଲା କାହିଁକି? କଷ୍ଟ ସହିବାର ପ୍ରଥମ ପରୀକ୍ଷାରେ ସେ ହାରିଗଲା। ଜୀବନର ଲମ୍ବା ବାଟ ପଡ଼ିଛି। ଏହାଠାରୁ ବଳି କେତେ କଷ୍ଟର ପରୀକ୍ଷା ଆସିବ। ସହିବ କେମିତି ଏ ଜୀବନର ଜ୍ୱାଳା? ରମା ନୂଆ ବୋଉ ପାଉଁଜି ଝମଝମ କରି ନିରୁପମାର ବୋହୂପଣିଆକୁ ଧିକ୍କାର କରି ଦାଣ୍ଡପିଣ୍ଡା ତଳକୁ ଓହ୍ଲେଇ ଗଲେଣି। ଶାଶୁ ରାଗରେ ଗରଗର ହେଉଛନ୍ତି। ନିରୁପମାର ଇଚ୍ଛା ହେଉଥିଲା ଛୁଟି ଯାଇ ସେ ରମା ନୂଆ ବୋଉଙ୍କ ପାଦ ଧରି କ୍ଷମା ମାଗି ନିଅନ୍ତା, ବୁଝାଇ ଦିଅନ୍ତା। ଜାଣି ଜାଣି ସେ ମୁହଁ ମୋଡ଼ି ନାହିଁ, ମୁହଁ ବିକୃତ କରେ ନାହିଁ। କିନ୍ତୁ ଅଜ୍ଞାତ ଏକ ସମ୍ମାନବୋଧ ତାର କଣ୍ଠରୋଧ କଲା। ସେ ଜାଣେ ଯେତେ କହିଲେ ବି ତା କଥା କେହି ବିଶ୍ୱାସ କରିବେ ନାହିଁ। ପୁଣି ସେ ପଣ୍ଡା ଘରର ଝିଅ। ନିର୍ମଳ ଆସି ଠିଆ ହେଲା ନିରୁପମା ପାଖରେ। ଆହତ କଣ୍ଠରେ କହିଲା, ଏ ଅଭିନୟ ମୋତେ ଭଲ ଲାଗୁନାହିଁ ନିରୁ। ଗାଁ ଲୋକଙ୍କ ଦେହ ଜଳା ହାତଶୋଳା କଥା ମୋ କାନକୁ ଭଲ ଶୁଭୁନାହିଁ। ତମେ ଏ ଓଢ଼ଣୀ କାଢ଼। ନିର୍ମଳର ହାତକୁ ଚାପି ଧରି ସେ କେବଳ ଛୋଟ ପାଟିରେ କହିଲା, ଛି ଏମିତି କୁହ ନାହିଁ। ବୋଉ ମନ କଷ୍ଟ କରିବେ। ବୋଉ ମନ କଷ୍ଟ କରିବେ। ଏ କଥାଟା କାହିଁକି କେଜାଣି ନିରୁପମା ଏ ଘରେ ବୋହୂ ହୋଇ ପାଦ ଦେଲା ଦିନ ମନେ ମନେ ଖୁସି ହେଉଛି। ବାପଘରୁ ପାଦ କାଢ଼ି ଆସିଲା ଦିନ ବୋଉର ଲୁହ ଡବ ଡବ ଆଖି ଦୁଇଟା ତା ଛତି ଥରାଇ ଦେଇଥିଲା। ନିଜ ବୋଉ ଆଖିରେ ଲୁହ ଦେଖିବା ନିରୁପମା ପକ୍ଷରେ ସେଦିନ ନୂଆ ନୁହେଁ। ଏ ଲୁହ ଅନେକ ଥର ସେ ନିଜ ବୋଉ ଆଖିରେ ଦେଖିଛି। ଝିଅ ବାପଘର ଛାଡ଼ିଲା ବେଳେ ମାର ଆଖିର ସମୁଦ୍ର ଉଦ୍ବେଳିତ ହୋଇ ଉଠିବା ସେ ଅନେକ ଥର ଲକ୍ଷ୍ୟ କରିଛି। ସେ କଥା ବୁଝିବାର ବୟସ ନିରୁପମାର ହୋଇଥିଲା। ତଥାପି ସେଦିନ କାହିଁକି ବୋଉ ଆଖିର ଲୁହ ତା ଆଖିକୁ ବେଶୀ କରୁଣ ମନେ ହୋଇଥିଲା। ପରାସ ଗଭୀର ହୋଇ ଲାଗିଥିଲା ଛାତିର ଗଭୀର ଗହନ ଅଞ୍ଚଳରେ। ମନେ ହୋଇଥିଲା ଏ ବିବାହ ହୋଇନଥାନ୍ତା କି? ନିର୍ମଳ ଏପଟୁ ଟାଣୁଥିଲା, ଚାଲିଆସ, ବେଳ ଡେରି ହୋଇଯାଉଛି। ଗୋଟିଏ ପଟେ ବୋଉ, ବାପା, ଭାଇ, ଭଉଣୀ, ପରିବାର ବର୍ଗ ଯେଉଁମାନଙ୍କ ପାଖରେ ଅଳିଓର୍ଥଳି କରି ସେ ଏଡ଼ୁଟିରୁ ଏଡ଼ୁଟିଏ ହୋଇଥିଲା, ଆରପଟେ ସ୍ୱାମୀ ଯାହାଙ୍କ ସହିତ ଅବଶିଷ୍ଟ ଜୀବନ କଟାଇବା ପାଇଁ ସେ ସ୍ଥିର କରିଛି। ଦୁଇପଟର ଟଣାଓଟରା ଚାଲିଛି। ଜଣେ ଟାଣୁଛି ପଛକୁ, ଆଉ ଜଣେ ଆଗକୁ। ଝିଅ ଜୀବନର ଏହି ସନ୍ଧି ମାହିନ୍ଦ୍ର ବେଳା। ପଛକୁ ଫେରିବାର ବାଟ ନାହିଁ। ଆଗର ରାସ୍ତା ଭଲ ହୋଇ ଦିଶି ବି ଦିଶୁନାହିଁ। ଅନିଶ୍ଚିତତାର କୁହୁଡ଼ିରେ ଅସ୍ପଷ୍ଟ ସେ ପଥରେଖା। ବଞ୍ଚିବାକୁ ହେଲେ ଆଗକୁ ପାଦ ବଢ଼ାଇବାକୁ ହେବ। ପଛରେ ଛାଡ଼ି ଆସିଥିବା ବାଟ ଯେତେ କୋମଳ, ଯେତେ ମଧୁର ହେଲେ ବି ତାର କିଛି ଆକର୍ଷଣ ନାହିଁ। ନିରୁପମା ନିର୍ମଳ ହାତ ଧରି ଆଗକୁ ଚାଲି ଆସିଥିଲା। ଛାତିର କୋହକୁ ଚାପି ଧରିଥିଲା, ମନର ପରାସକୁ ଗୋପନ କରି ରଖିଥିଲା। ସେ ଆସିଲା ବେଳେ କିନ୍ତୁ ମନରେ ଗୋଟିଏ ପଣ କରି ଆସିଥିଲା। ସେ ଗୋଟିଏ ବୋଉର ଆଖିରେ ଲୁହ ଭରି ଦେଇ ଯାଉଛି, ଆଉ ଗୋଟିଏ ବୋଉର ଓଠରେ ନିଶ୍ଚୟ ହସର ଦିଉଡ଼ି ଜାଳିଦେବ। କାରଣ ସେ ବି ଦିନେ ହେବ ବୋଉ। ନିଜର ନୂଆ ସଂସାରକୁ କିପରି ସୁନ୍ଦର କରି ଗଢ଼ିବ, ତାର ମଧୁର ସ୍ୱପ୍ନରେ ମନ ତାର ରଙ୍ଗୀନ ହୋଇ ଉଠିଥିଲା। କଳ୍ପନାର ରଙ୍ଗ ଦେଇ ସେ ନିଜ ବିବର୍ଣ୍ଣ ବର୍ତ୍ତମାନକୁ ବି କରି ବସିଥିଲା ଚିତ୍ର ବିଚିତ୍ରିତ। ଅନେକ ଥର ପ୍ରଶ୍ନୀଳ ଦୃଷ୍ଟିରେ ନିର୍ମଳ ଚାହିଁଛି ତା ଆଡ଼କୁ। ପ୍ରଶ୍ନ କରିଛି, ତମେ କ'ଣ ସତରେ ସେ ନିରୋଳା ମଫସଲରେ ଚଳିପାରିବ ନିରୁ? ସେଇ ସାପ ବେଙ୍ଗଙ୍କ ଆଦିମ ଉପତ୍ୟକା, କାଦୁଅ ତେଲୁଣୀ ପୋକମାନଙ୍କ ନିତ୍ୟ ରାସସ୍ଥଳୀ, ସେ ପଡ଼ାଗାଁରେ ତମେ କ'ଣ ସବୁଦିନେ ରହିପାରିବ? ନିର୍ମଳ ମୁହଁକୁ ନିର୍ବୋଧ ଦୃଷ୍ଟିରେ ଚାହିଁ ନିରୁ ଉତ୍ତର ଦେଇଛି,
କାଇଁ ମୁଁ କ'ଣ ମଫସଲରେ ଜନ୍ମ ହୋଇନି? ମଫସଲରେ କ'ଣ ମୋ ଜୀବନର 18 ବର୍ଷର ସୁଦୀର୍ଘ ଅତୀତ କଟି ନାହିଁ? ମୁହଁ ଉପରେ ଅଜସ୍ର ଉଚ୍ଛ୍ୱାସରେ ଉଦ୍ବେଳିତ ହୋଇ ଉଠୁଥିବା ହସକୁ ଚାପି ରଖି ନିର୍ମଳ ଆକ୍ଷେପ କରିଛି। 18 ବର୍ଷର ଗ୍ରାମ୍ୟ ଅତୀତକୁ 4 ବର୍ଷର ଏ ସହରୀ ବର୍ତ୍ତମାନ କିପରି ଆତ୍ମସାତ କରିଯାଇଛି। ମଫସଲରେ କିଛି ଦିନ ନ ରହିଲେ ତମେ ମୋଟେ କଳ୍ପନା କରିପାରିବ ନାହିଁ ନିରୁ। ଆଦର୍ଶ ଦୃଷ୍ଟିରୁ ମଫସଲ ଭଲ, ବାସ୍ତବତା ଦିଗରୁ କିନ୍ତୁ ଏ ସହର। ଅପମାନର ଆଘାତ ଲାଗିଥିଲା ସେଦିନ ନିରୁପମାର ମନର କୋଣ ଅନୁକୋଣରେ। ନିର୍ମଳ ଯେ ତାକୁ କଥାକୁ ବିଶ୍ୱାସ କରୁନି, ତାର ସହନଶୀଳତାକୁ ଶୂନ୍ୟ ଆଦର୍ଶବାଲ ବୋଲି ଉପହାସ କରୁଛି, ସେ କଥା ଜାଣିଲା ପରେ ସେ ମନେ ମନେ ସଂକଳ୍ପ କରିଥିଲା, ନିଜ ଆଦର୍ଶରେ ସେ ଅଟଳ ରହିବ, ବାସ୍ତବତା ନାମରେ ସେ ବାଟ ଭୁଲିବ ନାହିଁ। ନିର୍ମଳ ହାତ ଧରି ଯେଉଁଦିନ ସେ ସହର ଛାଡ଼ି ଏଇ ମଫସଲକୁ ଆସିବା ପାଇଁ ଜିପରେ ଉଠିଥିଲା, ନିଜ ଆଦର୍ଶବାଦର ସଂକଳ୍ପ ମନରେ ତାର ସେଦିନ ସହସ୍ର ଗୁଣିତ ହୋଇ ରୂପ ପରିଗ୍ରହ କରିଥିଲା। କିନ୍ତୁ ଗୃହରେ ପ୍ରବେଶ କରିବା ଆଗରୁ ମୁଣ୍ଡରେ ତାର ଚାଳ ବାଜିଥିଲା। ପଣ୍ଡା ଘରର ଝିଅ ବୋଲି ଗୃହରେ ପ୍ରବେଶ କରି ସୁଦ୍ଧା ପାରିଲା ନାହିଁ ସେ ଗୃହିଣୀର ଅଧିକାର। ସେ ଆଜି କେବଳ ନିର୍ମଳର ସ୍ତ୍ରୀ, କିନ୍ତୁ ଆଚାର୍ଯ୍ୟ ପରିବାରର ବଧୂ ନୁହେଁ। ଆକାଶ ପାତାଳ ଅନେକ ଭାବିଛି ନିରୁପମା। ବିବାହ କରିବାକୁ ଜିଦ୍ କରି ନିର୍ମଳକୁ ସେ ଭୁଲ ବାଟରେ ନେଇଛି ବୋଲି ଅନୁତାପ କରିଛି। ପଛକୁ ଫେରିବାର ବାଟ ଖୋଜି ପାଇନାହିଁ। ବଞ୍ଚି ରହିବା ନାରୀ ଜୀବନରେ ଝକ ମାରି ସଂସାର କରି ବଞ୍ଚି ରହିବାର ନୂଆ ବାଟ ଖୋଜି ବାହାର କରିବା ଛଡ଼ା ତାର ଅନ୍ୟ ଉପାୟ ନାହିଁ। ଆଉ ନିରୁପମା ଜାଣେ ତାର ବଞ୍ଚି ରହିବାର ବାଟ ସବୁବେଳେ ବଙ୍କା। ଜୀବନ ପଥ ତାର ସାପେଇ ସାପେଇ କେତେ କଣ୍ଟା ଝଣ୍ଟା ମାଡ଼ି ଆଗେଇବ। ସହିବା ପାଇଁ ମନରେ ଶକ୍ତି ଦରକାର, ବୋଝ ବୋହିବା ପାଇଁ ମନରେ ଦମ୍ଭ ଦରକାର। ଯେ ଦୁଃଖ କଷ୍ଟ ସହିପାରେ ସେ ସଂସାର ବୋଝ ବୋହିପାରେ। ସେହି ତ କେବଳ ବୋହୂ। ଶାଶୁ ସେ କାଳର ଲୋକ, ଝଡ଼ି ବଢ଼ି ସହି ବଢ଼ି ବୁଢ଼ୀ ହେଲେଣି। ତାଙ୍କୁ ଏ କାଳର ନୂଆ ଶ୍ଲୋକ ଶିଖାଇଲେ ସେ ଶିଖିବେ ନାହିଁ। ଶିଖାଇବା ମଧ୍ୟ ବାହାରକୁ ସୁନ୍ଦର ଦିଶିବ ନାହିଁ। ତାଙ୍କୁ ଅଣହେଳା ମଧ୍ୟ କରିଯିବା ଉଚିତ ନୁହେଁ। ବୟସର ଭାରରେ ଅଣ୍ଟା ନଇ ପଡ଼ିଥିଲେ ବି ଘରର ଦାଣ୍ଡ କବାଟ ହୋଇ ସେ ଜଗି ବସୁଛନ୍ତି। କାହା ପାଇଁ? ଗଲାବେଳେ ସାଙ୍ଗରେ ତ ଆଉ ସେ ଧନ ସମ୍ପତ୍ତି ବୋହି ନେବେ ନାହିଁ। ମହୁମାଛି ଭଳି ସବୁ ସଞ୍ଚିଛନ୍ତି ଆମରି ପାଇଁ। ସେଇ ସଞ୍ଚିବାର ବଢ଼େଇ ତାଙ୍କର ଭାଙ୍ଗି ଦେଇ ଲାଭ କ'ଣ? ନିରୁପମା ଭାବେ, ଆଜି ସେ ବୋହୂ ହୋଇଛି, କାଲି ଛୁଆ ପିଲା କୋଳକୁ ଆସିଲେ ସେ ପୁଣି ହେବ ବୋଉ। କିଛି ଦିନ ପରେ ଶାଶୁଙ୍କ ଭଳି ମୁଣ୍ଡବାଳ ବି ତାର ଝୋଟ ହେବ। ସେ ହେବ ଆଈ। ସଂସାରରେ ଏକଥା ସବୁଦିନେ ଲାଗି ରହିଛି, ଚକ ଘୁରୁଛି ବି ତା ସାଙ୍ଗରେ ଅଖ। ସେ ଘୁରନ୍ତ ଚକର ଗତିକୁ କେହି ହାତ ଦେଇ ରୋକି ପାରିବ ନାହିଁ। ନିରୁପମାର କଥା ଶୁଣି ମୁହଁ ବୁଲାଇଲା ନିର୍ମଳ। କହେ, ଆଜିଠୁ ଆଈ ହେବା କଥା ଭାବିଲଣି? ତମେ ବୋଉକୁ ଅଣହେଲା କଲେ ତମ ବୋହୂ କାଳେ ତମକୁ ଅବହେଳା କରିବ, ସେଥିପାଇଁ ଆଜିଠୁ ହାତେ ମାପି ଚାଖିଣ୍ଡେ ଚାଲିବା ଅଭ୍ୟାସ କଲଣି। ଧନ୍ୟ ଧନ୍ୟ ତମେ ନାରୀ। ନିରୁପମା ମୁହଁରେ ହସ ଚହଟାଏ। କହେ, ତମେ ପୁରୁଷ, ତମର ଆଗପଛ ନାହିଁ। ବାହାରେ ତମ ଜୀବନର କର୍ମକ୍ଷେତ୍ର। ଘର ଭିତର କଥାରେ ମୁଣ୍ଡ ପୁରାଅ ନାହିଁ। ଘରକରଣୀର କାମ। ତମେ ତ ଦୂରପ୍ରବାସୀ ପାନ୍ଥ। ଦିନ କେତୋଟି ବର୍ଷକେ ଛୁଟି ମିଳିଲେ ଆସି ଅତିଥି ହେବ ଏ ଘରେ। ଛୁଟି ପୁରିଲେ ପୁଣି ଉଡ଼ିଯିବ ଦୂର ବିଦେଶକୁ। ତମର ଏତେ ଚିନ୍ତା କାହିଁକି? ନିରୁପମା କଥା ଶୁଣି ଶାନ୍ତ ପିଲାଟି ଭଳି ମୁଣ୍ଡ ତଳକୁ ପୋତେ ନିର୍ମଳ। କହେ, ତମେ ବୋଉର ସେବା କରିବ, ଏକଥା କ'ଣ ମୋ ପୁଅ ହୋଇ ଚାହେଁ ନା? ଚାହେଁ। କିନ୍ତୁ ବୋଉ ଯଦି ଅନ୍ୟାୟ କରେ, ଅଯଥାରେ ତମକୁ ଅପମାନିତ କରେ, ତମେ ତାକୁ ମୁଣ୍ଡ ପୋତି ସହିଯିବା ଉଚିତ ନୁହେଁ। ନିର୍ମଳର କଥା ଶୁଣି ମନେ ମନେ ହସେ ନିରୁପମା। କହେ, ମା କେବେ ଅପମାନିତ କରିପାରନ୍ତି ନାହିଁ। ତାଙ୍କର କୌଣସି କାମ ଅନ୍ୟାୟ ନୁହେଁ। ସେ ସର୍ବସହା ଧରିତ୍ରୀ, ତାଙ୍କୁ ଦୋଷ ଦେବାକୁ ଇଚ୍ଛା ଲାଗୁନି। ସତରେ ଲଜ୍ଜାରେ ନିର୍ମଳର ମୁହଁ ଆରକ୍ତ ହୋଇଉଠେ। ସେ ମନେ ମନେ ଭାବେ, ବୋଉ ଏଭଳି ବୋହୂକୁ ଘୃଣା କରୁଛି, ହତାଦର କରିପାରୁଛି। ଛି ଛି, ତା କଣ୍ଠରୁ ଆଉ କଥା ବାହାରେ ନାହିଁ। ଆପେ ଆପେ ସେ ମୌନ ହୋଇଯାଏ। ବାହାଘର ସରିଲେ ବେଦୀ ମୁହଁ ପୋଡ଼ିଯାଏ। କିନ୍ତୁ ନିର୍ମଳ ବାହାଘରକୁ ବେଦୀ ବନ୍ଧା ହୋଇନଥିଲା। ବୈଦିକ ଶ୍ଲୋକ ପଢ଼ାଯାଇ ନଥିଲା। ଶଙ୍ଖ ହୁଳହୁଳିର ଧ୍ୱନି ମଧ୍ୟ ଶୁଭିନଥିଲା।
ତାକୁ ବାଡ଼ିଆ ପାଣିରେ ଗାଧୋଇ ଦେବାକୁ ସାଇର ସାତବିଧ ବୋହୂ ଆସିନଥିଲେ। ଦିଅ ମଙ୍ଗୁଳିବାକୁ କେଉଁ ଅନୁଡ଼ା ତରୁଣୀ କାଖରେ କଳସୀ ଧରି ବାଜା ବଜାଇ ଶୋଭାଯାତ୍ରା କରି ଯାଇନଥିଲା। ବାହାଘରର ସରାଗତିରୁ ମଉଳି ଯାଇଥିଲା ଗୃହପ୍ରବେଶ ଆଗରୁ। ସେଥିପାଇଁ ଛଟପଟ ହେଉଥିଲା ନିର୍ମଳର ମନ। ଭାବୁଥିଲା, ଯେଉଁ ଘରେ ଆଦର ନାହିଁ, ଆନ୍ତରିକତା ନାହିଁ, ସେ ଘରକୁ ଆପଣାର ବୋଲି ଦାବି କରି ସେଠାରେ ମୁହଁମାଡ଼ି ପଡ଼ି ରହିବାର କିଛି କାରଣ ନାହିଁ। ଡେପୁଟି କଲେକ୍ଟର ଚାକିରି ପାଇଛି ସେ। ପେଟ ପୋଷିବାକୁ, ନୂଆ ଜାଗାରେ ବସା ବାନ୍ଧିବାକୁ ତାକୁ କଷ୍ଟ ଲାଗିବ ନାହିଁ। ନିରୁପମାକୁ ସାଙ୍ଗରେ ନେଇ ସେ ଦୂର ପ୍ରବାସକୁ ଉଡ଼ିଯିବ, ଠିକ୍ ଗୋଟିଏ ମୁକ୍ତ ବିହଙ୍ଗ ଭଳି, ସ୍ୱାଧୀନ ମଣିଷଟି ପରି। ଏହି କଥା ନିରୁପମାକୁ କହିବ ବୋଲି ଅନେକ ସମୟରୁ ଭାବୁଛି ନିର୍ମଳ, କିନ୍ତୁ କହିବାର ସୁବିଧା ପାଉନାହିଁ। ଦିନବେଳେ ମୁହୂର୍ତ୍ତେ ସୁଦ୍ଧା ଦେଖା ହେଉନାହିଁ ନିରୁପମା ସହିତ। ବୋହୂ ସାଜି ମୁଣ୍ଡରେ ଓଢ଼ଣା ଟାଣି ସବୁବେଳେ ସେ ରୋଷେଇ ଘରେ, ବୋଉର ଶୋଇବା ଘରେ। ଦିନବେଳେ କିଛି ସମୟ ତା ନିକଟରେ ରହିବାକୁ ଗତ ରାତିରେ ନିରୁପମା ପାଖରେ ଦାବି କରିଥିଲା ନିର୍ମଳ। ଯୁକ୍ତି କରିଥିଲା, ଘରଟାରେ ଏକୁଟିଆ ଶୋଇ ଶୋଇ ଭଲ ଲାଗୁନି। ତମେ ଥିଲେ କେତେ ଗପ କରାଯାଆନ୍ତା। ଛୁଟି ଆଉ ଦିନ କେତେଟା। ଘରକୁ ଆସିଲା ପରେ ତମ ସହିତ ମନ ଖୋଲି ଟିକିଏ କଥାବାର୍ତ୍ତା ବି ହୋଇପାରିଲା ନାହିଁ। କକ୍ଷର ଛାୟା ଅନ୍ଧାର ମଧ୍ୟରେ ଚେନାଏ ହସର ଆଲୋକ ଝଲସାଇ ନିରୁପମା ତା ପାଖକୁ ଘନିଷ୍ଠ ହୋଇ ଆସି କହିଥିଲା, ବୋହୂ ହେଲା ଘରର ମଧୁଚନ୍ଦ୍ରିକା। ନିଜର ଆଲୁଅରେ ସେ ଘରର ସବୁ କୋଣ ଅନୁକୋଣ ଉଜ୍ଜଳ କରିବ। ଖାଲି ତମରି ପାଖରେ ବସି ରହିଲେ ଲୋକେ ହସିବେ, କହିବେ, କଟକର ନଈକୂଳେ ସିମନା ଘରେ ଗପ କରି ଶେଷ ହେଲା ନାହିଁ ଯେ ଅଲାଜୁକୀଙ୍କ ଭଳି ଦିନବେଳେ। ଆଉ ଚନ୍ଦ୍ର କ'ଣ ଦିନରେ ଉଇଁଏ? ତମ ମନ ଆକାଶରେ ସେ ଉଇଁବ କେବଳ ରାତି ନିର୍ଜନ ହେଲେ, ଘରର ଚାରିଆଡ଼େ ସୁନସାନ ହେଲେ। ନିରୁପମା ମୁହଁକୁ ଚାହିଁ ନିର୍ମଳ ଭ୍ରୁକୁଟିରେ ବିରକ୍ତର କୁଞ୍ଚନ ଦେଖାଯାଇଥିଲା। ସେ କହିଥିଲା, ତୁମେ ଯଦି ଚନ୍ଦ୍ର ହୁଅ ଆଉ ମୁଁ ଯଦି ହୁଏ ସୂର୍ଯ୍ୟ, ତେବେ ଆମ ଦୁହିଁଙ୍କର କେବେ ହେଲେ ଦେଖା ହେବ ନାହିଁ। ତମେ କ'ଣ ସତରେ ଏଇଆ ଚାହଁ? ନିରୁପମା ତାପରେ ନିର୍ମଳର ଦେହରେ ଘନିଷ୍ଠରୁ ଘନିଷ୍ଠତର ହୋଇଗଲା। ନିଜ ମୁହଁକୁ ଚାପି ଧରିଥିଲା ନିର୍ମଳର ଲୋମଶ ଛାତି ଉପରେ। ତାପରେ କ୍ଷୀଣ ଆହତ କଣ୍ଠରେ ଉତ୍ତର ଦେଇଥିଲା, ମୁଁ କ'ଣ ଚାହେଁ ତା ଯଦି ମୋ ମନର ପାଣ୍ଡୁଲିପିରୁ ତମେ ପଢ଼ିପାରିଲ ନାହିଁ, ତାହେଲେ ଚିତ୍କାର କରି ମୁଁ ବୁଝାଇ ପାରିବି ନାହିଁ। ବୁଝାଇ ବି କିଛି ଲାଭ ନାହିଁ। ନିରୁପମାର ଉତ୍ତର ଶୁଣି ନିର୍ମଳ ସ୍ତମ୍ଭିତ ହୋଇଯାଇଥିଲା। ପ୍ରଥମ ଥର ସେ ବୁଝିଥିଲା ନିରୁପମା ଠାରୁ ତା ମନ ମଧ୍ୟରେ କେଉଁଠି କିଛି ଫାଙ୍କ ସୃଷ୍ଟି ହୋଇଛି। ଗୋଟିଏ ଝିଅକୁ କେବଳ ବିବାହ କରିଦେଲେ ସେ ନିଜର ହୋଇଯାଏ ନାହିଁ। ଦେହ ଏକାକର ହେଲେ ମନ ଏକକର ହୁଏ ନାହିଁ। ପ୍ରତି ମୁହୂର୍ତ୍ତରେ ନାରୀର ମନକୁ ତିଳ ତିଳ କରି ଜୟ କରିବାକୁ ହୁଏ। ଏଥିପାଇଁ ପୁରୁଷକୁ ଅନେକ କଥା ଲାଞ୍ଚ ଦେବାକୁ ହୁଏ, ଅନେକ ନୀତି ସହିତ ସାଲିସ କରିବାକୁ ପଡ଼େ। ଏହାକୁ କୁହାଯାଏ ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗ। ଏହି ତ୍ୟାଗର ଭୂମି ଉପରେ ଗଢ଼ା ହୁଏ ପାରିବାରିକ ଜୀବନର ନୂତନ ସୌଧ। ନାରୀର ଅନେକ ଇଚ୍ଛା ପାଖରେ ନିଜକୁ ଦାସ କଲେ ପୁରୁଷ ହୁଏ ସ୍ୱାମୀ। ଯେଉଁ ପୁରୁଷ ନାରୀର ଇଚ୍ଛା ଖିଆଲର ଦାସ ହୋଇପାରେ ନାହିଁ, ସେ ଆଉ ଯାହା ହେଉ ପଛେ କେବେ ସ୍ୱାମୀ ହୋଇପାରେ ନାହିଁ। ନିର୍ମଳ ନିରୁପମାକୁ ପ୍ରେମ କରୁଥିଲା। ସେ ଥିଲା ତାର ପ୍ରେମିକ। ସେଥିରେ କିଛି ଦାୟିତ୍ୱ ନଥିଲା, ତ୍ୟାଗର ଭୂମିକା ଲୋଡ଼ା ନଥିଲା। କେବଳ କିଛି ପରିମାଣରେ ଭାବପ୍ରବଣତା, କିଞ୍ଚିତ୍ ମପା ଛୁପା ଅଭିନୟକୁ ପୁଞ୍ଜି କରି ପ୍ରେମ କରି ହୁଏ, ପ୍ରେମିକ ହୋଇ ହୁଏ। କିନ୍ତୁ ସ୍ୱାମୀ ହେବାକୁ ହେଲେ? ସଚକିତ ହୋଇଥିଲା ନିର୍ମଳ ନିରୁପମାର କଥା ଶୁଣି। ଝରକା ଫାଙ୍କରେ ବାହାରର ଆକାଶକୁ ଚାହିଁଥିଲା। ଭାବୁଥିଲା ନିରୁପମାକୁ ସେ ନିଜର କରିପାରିଛି, କିନ୍ତୁ ତା ମନର କଥା ସେ କେବେ ବୁଝିବାକୁ ଚେଷ୍ଟା କରିନାହିଁ। ସେ ଯାହା ଭାବୁଛି ତା ସ୍ତ୍ରୀ ଠିକ୍ ସେଇ କଥା ଭାବୁଥିବ ବୋଲି ତାର କିପରି ଏକ ଧାରଣା ହୋଇଯାଇଥିଲା। ଏବେ ସେ ବୁଝିଲା ନିରୁପମା ମନର ଗୋପନ ପାଣ୍ଡୁଲିପି ପଢ଼ିବା ପାଇଁ ତାର ବର୍ଣ୍ଣ ପରିଚୟ ସୁଦ୍ଧା ହୋଇନାହିଁ। ନିରୁପମା ପଚାରିଲା, ରାଗିଲ କି? କ'ଣ ଏତେ ଭାବୁଛ? ନିର୍ମଳ ଉତ୍ତର ଦେଲା, ଭାବୁଛି ତମରି କଥା। ଆଗ ମୋତେ ମୁହୂର୍ତ୍ତେ ନ ଦେଖିଲେ ତମେ ଅସ୍ଥିର ହେଉଥିଲ। ଆଜି ତମକୁ ମୋ ପାଖକୁ ପାଇବାକୁ ଚାହିଁଲେ ତମେ ଯୁକ୍ତି କରୁଛ। ନିର୍ମଳ ଆଉ କ'ଣ କହିଥାନ୍ତା। ତା ଆଗରୁ ତା ପାଟିରେ ହାତ ପାପୁଲି ଚାପି ଧରିଲା ନିରୁପମା। କହିଲା, ସେସବୁ କଥା ମନରେ ଭାବ ନାହିଁ। ତମେ ଆଗରୁ ମୋ ପାଖରେ ଯାହା ଥିଲ, ଏବେ ତାଠୁ ବେଶୀ ବଡ଼ ହୋଇଯାଇଛ। ତମକୁ ମୁଁ କେତେ ଭଲ ପାଏ ସେ କଥା ଆଜି ପ୍ରମାଣ ଦେବା ଦରକାର ନାହିଁ। ଏ ସହର ନୁହେଁ, ମଫସଲ। ଲଜ୍ଜା ଏଠାରେ ନାରୀତ୍ୱ, ଗୋପନତା ଏଠାରେ ସାମାଜିକତା। ଦିନବେଳେ ତମ ପାଖକୁ ଆସିଲେ ଗାଁ ଯାକ ଫୁସ୍ଫାସ୍ ଟୁପ୍ଟାପ୍ ଚାଲିବ। ଆମେ ଶିକ୍ଷିତ, ସଭ୍ୟ, ଗାଁ ଲୋକଙ୍କ କାନ କଥାକୁ ନେବା ନାହିଁ।
ଏହାକୁ ଏକ ସାମାଜିକ କୁସଂସ୍କାର ବୋଲି କହି ହସେଇ ଉଡ଼ାଇ ଦେବା। କିନ୍ତୁ ବୋଉ ଅପମାନ୍ୟ ସେ ବାହାରେ ମୁଣ୍ଡ ଟେକି ପାରିବେ ତ? ସମସ୍ତେ କହିବେ ଆଚାର୍ଯ୍ୟ ଘରର ବୋହୂ ଲାଜ ଶରମ ଶିଖି ନାହିଁ, ସାମାଜିକତା କ'ଣ ଜାଣି ନାହିଁ। ହୁଏତ ଆମ ଆଗରେ ଏକଥା କେହି କହିବେ ନାହିଁ, ଆମ କାନରେ ଏକଥା ପଡ଼ିବ ନାହିଁ, କିନ୍ତୁ ବୋଉଙ୍କ କାନରେ ଏକଥା ଲୋକେ ବାଜା ବଜାଇ କହିବେ। ସେତେବେଳେ ତାଙ୍କ ମନ କ'ଣ ହେବ କହିଲ ଦେଖି? ନୂଆ ବୋହୂ ହୋଇ ଆସିଲେ ମନର କଥାକୁ ମନରେ ମାରି ବର୍ଷେ 6 ମାସ ଏମିତି ଚଳିବାକୁ ହୁଏ। ତମେ ଏମିତି ଅବୁଝା ହେଲେ ଚଳିବ? ନିରୁପମାର କଥା ଶୁଣି ନିର୍ମଳ ଆଖିର ତନ୍ଦ୍ରା ତୁଟି ଯାଇଥିଲା। ବୋହୂ ହୋଇ ଆସିବାର ଦିନ କେଇଟା ନ ଯାଉଣୁ, ପାଦରୁ ଅଳତା ନ ଲିଭୁଣୁ ଏତେ କଥା ଶିଖିଗଲାଣି ସେ। କେଉଁଠୁ ଶିଖିଲା ସେ ଏତେ କଥା? ଅର୍ଥନୀତି, ଇତିହାସ କେଉଁ ବହିର ପୃଷ୍ଠାରେ ଏ ନୀତିବାଣୀ ସବୁ ଲେଖା ହୋଇଥିଲା? ନିରୁପମାର ଦୂରଦୃଷ୍ଟି ସତର୍କ ଭାବକୁ ଲକ୍ଷ୍ୟ କରି ମନେ ମନେ ଉଲ୍ଲସିତ ହୋଇଥିଲା ନିର୍ମଳ। ମନେ ମନେ ଭାବିଥିଲା, ପୁରୁଷ ଠାରୁ ନାରୀ ଅନେକ ବୁଦ୍ଧିମତୀ। କେହି ନ କହିଲେ ବି ଅନେକ କଥା ସେ ସହଜରେ ବୁଝିଯାଇପାରେ। ଆଉ ନିରୁପମା ଆକ୍ଷରିକ ଅର୍ଥରେ ଜଣେ ଗୃହବଧୂ ହେବାକୁ ଚାହେଁ। କେବଳ ସ୍ତ୍ରୀ ହୋଇ ସନ୍ତୁଷ୍ଟ ନୁହେଁ, ବୃକ୍ଷରେ ଲତା ହୋଇ ଲଟେଇବା ଆଗରୁ ସେ ଜାଣିବାକୁ ଚାହେଁ ମାଟିର କେତେ ଗଭୀରକୁ ଯାଇଛି ବୃକ୍ଷର ଚେର। ଯେଉଁ ଗଛର ଚେର ଦୁର୍ବଳ, ସେ ଗଛକୁ ଆଶ୍ରା କରି ଲଟେଇବାର କିଛି ଅର୍ଥ ନାହିଁ। ସେ ଗଛକୁ ଆଶ୍ରା କଲେ ସବୁବେଳେ ବିପଦ। ସେଥିପାଇଁ ନାରୀ କେବଳ ନିଜ ସ୍ୱାମୀର ପ୍ରେମ ପୌରୁଷ ଚାହେଁ ନାହିଁ, ସେ ଚାହେଁ ନିଜ ପରିବାରର ଅକୁଣ୍ଠିତ ବିଶ୍ୱାସ, ସମସ୍ତ ସାମାଜିକ ମର୍ଯ୍ୟାଦା। ନିରୁପମା କଥାର ଆଉ ପ୍ରତିବାଦ କରିପାରିନଥିଲା ନିର୍ମଳ, କିନ୍ତୁ ନିଜ ମନକୁ ମଧ୍ୟ ସେ ଭଲ କରି ବୁଝାଇ ପାରିନଥିଲା। ସାମାଜିକ ପାରିବାରିକ ମର୍ଯ୍ୟାଦା ନାମରେ କେତେ ଅନ୍ଧ କୁସଂସ୍କାରକୁ ଆଖି ବୁଜି ମାନିନେବା ପାଇଁ ମନ ତାର ପ୍ରସ୍ତୁତ ହେଉନଥିଲା। ଆଜି ସେ ଘରେ ଅଛି, କାଲି ଯିବ ସେ ପ୍ରବାସ। ନିରୁପମାକୁ ବାଦ ଦେଇ ସେ ଚଳିବ କେମିତି? ନିରୁପମା କିନ୍ତୁ ନିର୍ବିକାର। ଦିନବେଳେ ସେ ନିର୍ମଳକୁ ଧରାଛୁଆଁ ଦିଏ ନାହିଁ। କେତେବେଳେ କେମିତି ଧରା ପଡ଼ିଗଲେ ବି ନାନା ଜରୁରୀ କାମର ଛଳନା କରି ଛୁଟି ପଳାଏ ଶାଶୁଙ୍କ ପାଖକୁ। ଜବରଦସ୍ତି କାନି ଧରି ଟାଣିଲେ ହାତ ଯୋଡ଼ି ମିନତି କରେ। ଆଉ ତା ପାଖକୁ ଆପେ ଆପେ ସେ ଆସେ ନିଶିଥ ନିର୍ଜନ ହେଲେ। ଘରେ ସମସ୍ତେ ଶୋଇସାରିଲେ ପାଦ ଚିପି ଚିପି ସତର୍କରେ ଭିତରକୁ ଆସି ଚାପା ଗଳାରେ ପ୍ରଶ୍ନ କରେ, କ'ଣ ଶୋଇଲଣି? ଜାଣେ ପରା ମିଛରେ ଛଟା ଗାଳି ଶୁଆ ହୋଇଛି। ଆଉ ନିର୍ମଳ ସତରେ ଯଦି ଶୋଇବାର ଛଳନା କରେ, ତେବେ ନିରୁପମାର ଚିମୁଟା ଖାଇ ପିଠି ତାର ଛଟପଟ ହୋଇଯାଏ। ଯଦି ସେ ଚିତ୍କାର କରି ଉଠେ, ପାଟିରେ ହାତ ଦେଇ ତାକୁ ଚୁପ୍ କରିଦିଏ ନିରୁପମା। ଅନୁନୟ କରି କହେ, ସୁନାଟି ପରା, ପାଟି କରେ ନା, ବୋଉ ଶୁଣିବେ। କ'ଣ ଭାବିବେ? ତମ ଗୋଡ଼ ତଳେ ପଡ଼ୁଛି, ସତରେ କ'ଣ ମୋ ଚିମୁଟା କାଟିଲା? ସତକୁ ସତ ତା ପାଦ ପାଖରେ ସମୁଦ୍ରର ଢେଉଟି ଭଳି ଲୁଟି ପଡ଼େ ନିରୁପମା। ତାକୁ ଲକ୍ଷ୍ୟ କରି ମୁଗ୍ଧ ହୁଏ ନିର୍ମଳ। ନିରୁପମାକୁ ଗତ 2 ବର୍ଷ ଧରି ଅନେକ ଥର ଅନେକ ଭଙ୍ଗୀରେ ସେ ଦେଖିଛି। ପାଖରେ ବସି ସିନେମା ଦେଖିଲା ବେଳେ, ନଈଧାରରେ ବସି ଗପ କଲାବେଳେ, କଲେଜ ଲାଇବ୍ରେରୀ ପତ୍ରିକାରେ ପାଖରେ ଚୋରେଇ ଚୋରେଇ ଚାହିଁ ଅଳ୍ପ ହସି ଚାହିଁଲା ବେଳେ। କିନ୍ତୁ ଆଜି ବିନୀତ ବଧୂ ବେଶରେ ନିରୁପମା ମୁହଁରେ ଯେଉଁ ସ୍ନିଗ୍ଧ, ଶାନ୍ତ, ସୁଷମା ସ୍ୱାଭାବିକ ଭାବରେ ଫୁଟି ଉଠୁଛି, ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ତାଠାରେ କେବେ ହେଲେ ସେ ଦେଖିନଥିଲା। ରାତି ସଂକ୍ଷିପ୍ତ ମନ ହୁଏ ନିର୍ମଳକୁ। ଗୁଡ଼ାଏ ଅବ୍ୟକ୍ତ ବେଦନା ଏକତ୍ରିତ ହୋଇ ମନ ଭାରି ଭାରି ଜଣାପଡ଼େ। ବିଗତ ରାତିର ସେହି ସଞ୍ଚିତ ସ୍ମୃତିକୁ ସ୍ମରଣ କରି ଦିନଯାକ ଆଜି ଛଟପଟ ହେଉଛି ନିର୍ମଳ। ଛୁଟି ଶେଷ ହୋଇ ଆସୁଛି, ଆଉ ଦିନ କେତେଟା ପରେ ତାକୁ ବିଦାୟ ଦେବାକୁ ପଡ଼ିବ। ରିଲିଫ୍ ଚାଉଳ ବଣ୍ଟା, ସରକାରୀ ଋଣ ଆଦାୟ, ସେଟଲମେଣ୍ଟ ଜମି ମାପ, ଅନେକ ଅନେକ କାମର ତାଲିକା ତାକୁ ଅପେକ୍ଷା କରି ରହିଛି। କିନ୍ତୁ ସେଇ କାମରେ କ'ଣ ତା ମନ ଭୁଲିବ? ଆହା, ମଣିଷ ଯଦି ତା ନିଜ ମନକୁ ଇଚ୍ଛାଧୀନ କରିପାରନ୍ତା! ନିର୍ମଳକୁ ତା ନିଜ ଭବିଷ୍ୟତ ଚିନ୍ତା କିପରି ଅସହ୍ୟ ମନେ ହେଲା। ମନେ ମନେ ସେ ସିଦ୍ଧାନ୍ତ କଲା, ଯାହା ଭାବ ପଛେ ତା ସାଙ୍ଗରେ ଯିବା ପାଇଁ ନିରୁପମାକୁ ସେ ଅନୁରୋଧ କରିବ। ତା ନହେଲେ ଅଭିମାନ କରିବ, ଅଭିମାନ। ଶାଶୁ କେତେବେଳୁ ଶୋଇଗଲେଣି। ପାଦ ତଳେ ବସି ଗୋଡ଼ ଚିପି ଦେଉଛି ନିରୁପମା। ଅଧଘଣ୍ଟାର ବେଶୀ ହେଲାଣି। ଯା ବୋଲି ନ କହିଲେ ଗୋଡ଼ ମୋଡ଼ା ଛାଡ଼ି କେବେ ଉଠେ ନାହିଁ ସେ। କିନ୍ତୁ ଆଜି ଶାଶୁ ଶୋଇଗଲେଣି, ଆପେ ଆପେ ସେ ଉଠିଯିବ କେମିତି? ବୁଢ଼ୀ ଲୋକ, ଦିନଯାକ ଖଟଣି, ଟିକିଏ ସୁଶୁଷା ପାଇଲେ ଆଖିକି ନିଦ ଘୋଟି ଆସୁଛି। ଏଥିପାଇଁ ତାକୁ ଦୋଷ ଦେଇହେବ ନାହିଁ। ଅଥଚ ଏମିତି କେତେ ସମୟ ଧରି ସେ ପାଦଟା ଚିପି ଦେଉଥିବ? ନିର୍ମଳ 3 ଥର ବାହାରକୁ ଆସି ଗଳା ଖଙ୍କାରି ଗଲାଣି। ନିରୁପମା ବୁଝୁଛି, ବାବୁଙ୍କ ଧୈର୍ଯ୍ୟର ବାଲିବନ୍ଧ ଭୁଷୁଡ଼ି ପଡ଼ିବାକୁ ଆରମ୍ଭ କଲାଣି। ଆଉ ଏକୁଟିଆ ଶୋଇବାକୁ ଆଖିକୁ ନିଦ ଆସୁନି।
ଶଯ୍ୟା ବୋଧହୁଏ କଣ୍ଟକିତ ହେଉଛି। ନିର୍ମଳର ଏ ସ୍ତ୍ରୈଣ ଭାବ ଦେଖି ମୁହଁରେ ବିରକ୍ତ ହୁଏ ନିରୁପମା, କିନ୍ତୁ ମନେ ମନେ ଖୁସି ହୁଏ। ନାରୀ ତ ଏତିକି ବି କେବଳ ଚାହେଁ, ତା ବିନା ସ୍ୱାମୀ ତାର କ୍ଷଣ ହେଲେ ଚଳିପାରୁନାହିଁ। ଏତିକି ବୁଝିଲେ ତାର କୌଣସି କଥା ବୁଝିବାକୁ ବାକି ରହେ ନାହିଁ। ଯୁକ୍ତି ଦେଇ ମନର ପିପାସାକୁ ନିୟନ୍ତ୍ରଣ କରିହୁଏ, କିନ୍ତୁ ଦେହର କ୍ଷୁଧା। ପୁରୁଷର ମନ ଚିର ଅଶାନ୍ତ। ଶାସ୍ତ୍ରରେ ନାରୀ ଯେତେ ଦୁର୍ବଳ ବୋଲି କୁହାଯାଉ, ଏ ଦୃଷ୍ଟିରୁ ପୁରୁଷ ହିଁ ସବୁଠୁ ବଳି ଦୁର୍ବଳ। ସାଂସାରିକ ଜୀବନରେ ପୁରୁଷର ଏ ଦୁର୍ବଳତା ହିଁ ନାରୀର ସବୁଠାରୁ ବଳି ବଡ଼ ଶକ୍ତି। ନାରୀ ତାର ବହୁ କଷ୍ଟ ସଞ୍ଚିତ ଶକ୍ତିକୁ ସହଜରେ ଅପବ୍ୟୟ କରିବାକୁ ଚାହେଁ ନାହିଁ। ଯେଉଁ ନିର୍ବୋଧ ନାରୀମାନେ ଏ ସରଳ ସୂତ୍ର ଜାଣନ୍ତି ନାହିଁ, ସାରା ଜୀବନ ସେମାନଙ୍କୁ ଶାଢ଼ୀ କାନରେ ଲୁହ ପୋଛିବାକୁ ପଡ଼େ। ଅବଶ୍ୟ ନିରୁପମା ନିର୍ମଳର ଏ ଦୁର୍ବଳତାକୁ ପୁଞ୍ଜି କରି ନିଜେ ସୁଖୀ ହେବାକୁ କେବେ ଚାହିଁନାହିଁ। କାରଣ ସେ ଜାଣେ ଅନ୍ୟର ଦୁର୍ବଳତାର ସେ ସୁବିଧା ନିଏ। ସେ ଅତି ଛୋଟ, ସେଥିରେ ସୁଖ ମିଳୁ କି ନ ମିଳୁ ଶାନ୍ତି ମିଳେ ନାହିଁ। ଆଉ ଏ ଦୁର୍ବଳତା ତ କାହାରି ସବୁଦିନ ପାଇଁ ରହେ ନାହିଁ। ଅଥଚ ନାରୀକୁ ନିଜ ସ୍ୱାମୀର ସଂସାର ନେଇ ସବୁଦିନ ଲାଗି ଘର କରିବାକୁ ପଡ଼େ। ନିର୍ମଳର ଦୁର୍ବଳତା ଦେଖିଲେ ତା ମନରେ ମାୟା ଜାଗେ। ହୃଦୟ ବିଗଳିତ ମହମ ଭଳି ତରଳିଯାଏ। ଅନେକ ସମୟରେ ସେଥିପାଇଁ ନିର୍ମଳ ଜବରଦସ୍ତ ଦାବି କରି ତା ପ୍ରାପ୍ୟ ନେବାକୁ ଚେଷ୍ଟା କରିବା ଆଗରୁ ତାକୁ ତାହା ଯାଚି ଦେଇଦିଏ ନିରୁପମା। ପୁରୁଷ ଯଦି କୌଣସି ଜିନିଷ ସହଜରେ ପାଇଯାଏ, ତେବେ ହଠାତ୍ ସେ ସିଂହ ଭଳି କେଶର ଫୁଲାଇ ଦାର୍ଶନିକ ହୋଇଉଠେ। ନାରୀକୁ ଉପଦେଶ ଦିଏ, ପରିହାସ କରେ। ନିର୍ମଳ ତାକୁ ଥଟ୍ଟା କରେ, କହେ, ତମେ ଗୋଟିଏ ଶଙ୍ଖି ବିଲେଇ ନିରୁ, ଟିକିଏ ଆଦର ସ୍ନେହ ପାଇଲେ ଦେହରେ ଆସି ଘଷି ହୁଅ ନାଇଁ, ଭାରି ସ୍ନେହ କାଙ୍ଗାଳିନୀ। କେବଳ ଆଖି ମିଟି ମିଟି କରି ନିରୁପମା ନିର୍ମଳର ବିଜୟଦୀପ୍ତ ଉଜ୍ଜଳ ଆଖି ଦୁଇଟାକୁ ଚାହିଁ ଅଳ୍ପ ଅଳ୍ପ ହସେ, କିଛି କହେ ନାହିଁ। ନିର୍ମଳର ଉଜ୍ଜଳ ଆଖି ଦୁଇଟିର ବିଚିତ୍ର ଏକ ଆକର୍ଷଣୀ ଶକ୍ତି ରହିଛି। ସେ ଆକର୍ଷଣରେ ତା ଆଡ଼କୁ ଟାଣି ହୋଇଯାଏ ନିରୁପମା। ଏଇ ତାର ସ୍ୱାମୀ, ତାର ସାହସ, ତାର ଶକ୍ତି। ତାଙ୍କୁ ବାଦ୍ ଦେଲେ ତାର କିଛି ନାହିଁ, କେବଳ ଶୂନ୍ୟତା। ଯିଏ ତା ଜୀବନର ସର୍ବସ୍ୱ, ତାଙ୍କର ଦୁର୍ବଳତାକୁ ନେଇ ସେ ଖେଳିବ, ଏକଥା ଭାବିପାରେ ନାହିଁ ନିରୁପମା। ନିଜ ସୁଖ ନିର୍ମଳର ସ୍ୱାର୍ଥ ପାଖରେ ଛୋଟ ହୋଇଯାଏ ଆପେ ଆପେ। ନିର୍ମଳକୁ ସନ୍ତୁଷ୍ଟ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରି ଆସିଛି। କିନ୍ତୁ ପରିବାରର ସ୍ୱାର୍ଥ ଯେତେବେଳେ ସ୍ୱାମୀର ଇଚ୍ଛା ସହିତ ସଂଘର୍ଷର ସମ୍ମୁଖୀନ ହୋଇଛି, ସେତେବେଳେ ନିଃସହାୟା ହୋଇଯାଇଛି ନିରୁପମା। ନିଜ ଅବୁଝା ସ୍ୱାମୀକୁ ବୁଝାଇବାକୁ ଚେଷ୍ଟା କରି ସୁଦ୍ଧା ସେ ପାରିନାହିଁ। ଜାଣି ଜାଣି ଦୁଃଖ ଦେଇଛି ସେ ନିର୍ମଳର ମନରେ। ଆଜି ଶାଶୁଙ୍କ ସେବା ସାରି ଯିବାରେ ବିଳମ୍ବ ହେବ ଦେଖି ସେଥିପାଇଁ ମନ ତାର ବିଷଣ୍ଣ ହୋଇଗଲା। ବିଜୁଳି ଝଲସି ଉଠିଲା ଆକାଶରେ। ଅନେକ ବେଳୁ ମେଘ ଜମି ରହିଥିଲା। ହଠାତ୍ ଗୋଟିଏ ଉପାୟ ନିରୁପମାର ଆଖିରେ ଦେଖାଗଲା। ଶାଶୁଙ୍କୁ ହଲେଇ ଦେଇ ସେ କହିଲା, ବୋଉ, ବର୍ଷା ଆସିଲାଣି, କୁଣ୍ଡା ବସ୍ତାଟା ଦୁଆରେ ଥୁଆ ହୋଇଛି, ଓଦା ହୋଇଯିବ। ହେମାଙ୍ଗିନୀ ଅଳସ ଭାଙ୍ଗି ଆଖି ମେଲିଲେ। କିଏ? ମା, ଏତେବେଳେ ଯାଏ ମୋଡ଼ି ଦେଉଛୁ, ନିଦ ହୋଇଗଲା ଯେ। ହେମାଙ୍ଗିନୀ ଦୁଇ ହାତ ପାପୁଲିରେ ଆଖି ମଳିଲେ। ଲଜ୍ଜାରେ ଅପ୍ରତିଭ ହୋଇପଡ଼ିଲା ନିରୁପମା। କହିଲା, ନାଇଁ ବୋଉ, ଏ ବର୍ଷା ଆସୁଛି ଯେ କୁଣ୍ଡା ବସ୍ତାଟା ପଦାରେ ଥୁଆ ହୋଇଛି, ଓଦା ହୋଇଯିବ। ହେମାଙ୍ଗିନୀ ଶାନ୍ତ କଣ୍ଠରେ କହିଲେ, ଯା ମା, ଚାକର ନିଧିଆକୁ କହିଦେବୁ ପିଣ୍ଡା ଉପରେ ବସ୍ତାଟା ଥୋଇଦେବ। ଆଖି ମାଡ଼ି ହୋଇ ପଡ଼ୁଛି, ମୁଁ ଉଠିପାରିବି ନାହିଁ। ମା ସମ୍ବୋଧନ ଶୁଣି ନିରୁପମା ଛାତି ଭିତରଟା ଆବଗରେ ଅସ୍ଥିର ହୋଇ ଉଠିଲା। ରାତିରେ ମୁଡ଼ି ଘଷି ଦେଇ ସାରିଲା ପରେ ଶାଶୁଙ୍କଠାରୁ ଏ ସାନ୍ତ୍ୱନାର ସମ୍ବୋଧନଟି ଶୁଣେ ନିରୁପମା। ଦିନସାରା ତାଙ୍କ କଣ୍ଠରୁ କେବଳ ଗରଳ ଝରୁଥାଏ। ସେବାର ଏକ ସ୍ୱାଭାବିକ ପ୍ରଭାବ ଅଛି। ମଣିଷ ଯେତେ ବୁଢ଼ା କିମ୍ବା ବୁଢ଼ୀ ହୁଏ, ଏ ସେବା ଶୁଶ୍ରୂଷା ସେତେବେଳେ ତା ଉପରେ ସେତେ ମନ୍ତ୍ର ଭଳି ପ୍ରଭାବ ବିସ୍ତାର କରେ। ଆଉ ପରଘରର ଝିଅ ଅପରିଚିତ ପରିବାରକୁ ବୋହୂ ହୋଇ ଆସି ଏ ସେବାରେ ମନ୍ତ୍ରରେ ହିଁ ଅଜଣା ଅଶୁଣା ଲୋକକୁ ବଶ କରିପାରେ। ନିରୁପମା ଶାଶୁଙ୍କ ପାଦ ସେବା ଛାଡ଼ି ଉଠିଲା। ନିଧିଆକୁ କହି କୁଣ୍ଡା ବସ୍ତାଟା ଉଠେଇ ଦେଲା ପିଣ୍ଡା ଉପରକୁ। ନିଜେ ଯାଇ ବାହାରର ଦରଜା ଭିତର ପଟ ବନ୍ଦ ଅଛି କି ନାହିଁ ପରଖ କରିଦେଇ ଆସିଲା। ତାପରେ ନିଜ ଘରର କବାଟ ବନ୍ଦ କରିଦେଇ ଚାହିଁଲା କକ୍ଷ ଭିତରକୁ। ଟେବୁଲ ଉପରେ ଲଣ୍ଠନ ଜାଳି କ'ଣ ଗୋଟାଏ ବହି ପଢ଼ୁଛନ୍ତି ନିର୍ମଳ। ବହିର ମଲାଟ ଦେଖି ଅଳ୍ପ ହସିଲା ନିରୁପମା। କହିଲା, ବହିଟା ତ ଥରେ ପଢ଼ିଥିଲ, ପୁଣି କ'ଣ ମୁଖସ୍ଥ କରୁଛ ନା କ'ଣ? ନିର୍ମଳର ଗମ୍ଭୀର ମୁହଁରେ କିଛି ଚାଞ୍ଚଲ୍ୟ ଦେଖାଗଲା ନାହିଁ। ବହିଟା ଟେବୁଲ ଉପରେ ମୁହଁ ମଡ଼ାଇ ପକାଇ ସେ କହିଲା, ନା, ନବେଲ ବହି କି ମୁଖସ୍ଥ କରେ ନାହିଁ। ଏ ପୁଣି ଦୁଇଥର ପଢ଼ିଲା ଭଳି ବହି ବି ନୁହେଁ।
କାଳେ ଆଖିକୁ ନିଦ ଆସିଯିବ ସେଥିପାଇଁ ବହିର ପୃଷ୍ଠା ଓଲଟାଉଥିଲି। ନିରୁପମା ଭ୍ରୁକୁଞ୍ଚିତ କଲା। କହିଲା, ରାତି ତ ଅନେକ ହେଲାଣି, ନିଦ ଆସିବ ବୋଲି ଭୟ କରିବାର କ'ଣ ଅଛି? ବରଂ ରାତି ଅନିଦ୍ରା ହେଲେ ଦେହ ଖରାପ ହେବ। ନିର୍ମଳ ଉଠି ଠିଆ ହେଲା। ନିରୁପମା ନିକଟବର୍ତ୍ତୀ ହୋଇ କହିଲା, ତମକୁ ଗୋଟେ କଥା କହିବି ବୋଲି ଜଗି ବସିଛି ନିରୁ। ମୋର ରାତ୍ରି ଜାଗରଣ ପଛରେ କୌଣସି ଦୁର୍ବଳତା ନାହିଁ। କଥା କ'ଣ ଶୁଣିବ ବୋଲି ଉତ୍କର୍ଣ୍ଣ ହୋଇ ଠିଆ ହେଲା ନିରୁପମା। ମୁଣ୍ଡ ତଳକୁ ପୋତି ନିର୍ମଳ କହିଲା, ଆଉ 2 ଦିନ ପରେ ମୁଁ କଟକ ଚାଲିଯିବି। ନିରୁପମାର ଛାତି ଭିତରଟା ହଠାତ୍ ଚାଉଁକିନା ହୋଇଗଲା। ଆତଙ୍କିତ କଣ୍ଠରେ କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରକୁ ଲକ୍ଷ୍ୟ କରି ସେ କହିଲା, ତମର ଛୁଟି ଆହୁରି 7 ଦିନ ବାକି ଅଛି। ହଠାତ୍ ଯିବା କଥା କାହିଁକି? କ'ଣ ମୋ ଉପରେ ରାଗିଛ? ନା, କାମ ଅଛି। ବାରିପଦା ଚାକିରିରେ ଯୋଗ ଦେବାକୁ ଯିବା ଆଗରୁ କଟକରେ କେତେ ଜରୁରୀ କାମ ଶେଷ କରି ଯିବାକୁ ପଡ଼ିବ। ଭାବୁଛି ତମକୁ ସାଙ୍ଗରେ ନେଇଯିବି। କଥାଗୁଡ଼ାକ ନିର୍ଲିପ୍ତ ଭାବରେ କହିଗଲା ନିର୍ମଳ। ମୋତେ ସାଙ୍ଗରେ ନେଇଯିବ? ସ୍ୱର୍ଗତୋକ୍ତି କରି ଉଠିଲା ନିରୁପମା। ତାପରେ ଢୋକ ଗିଳି କହିଲା, ବାହାଘର ଦିନ କେତେଟା ହୋଇନି, କାହୁଁ ଆସିଲା ପରେ ଦେହ ହାତ ଧରା ଧରି ଆସିଲେ ଘରକୁ। ଏତେ ନିନ୍ଦା, କେତେ ଅପମାନ, ସେସବୁ ଆଜି ସୁଦ୍ଧା ଶେଷ ହୋଇନି। ହଠାତ୍ ପୁଣି ଉଡ଼ା ଚଢ଼େଇଙ୍କ ଭଳି ବସା ବାନ୍ଧିବା ଆଗରୁ ଉଡ଼ିଗଲେ ଲୋକେ କ'ଣ କହିବେ? ନିର୍ମଳ ମୁହଁ ଉପରକୁ ଉଠାଇ ନିରୁପମାକୁ ଚାହିଁଲା। କହିଲା, ମୁଁ ଚାଲିଯିବି। ଏ ନିନ୍ଦା ଅପମାନ ସବୁ ସହି ତମେ ଏକାକିନୀ ରହିପାରିବ ତ? ନିରୁପମାର ମୁହଁରେ ସଲ୍ଲଜ ହସର ଢେଉ ଚହଳି ଉଠିଲା। ନିର୍ମଳର ହାତ ପାପୁଲିକୁ ନିଜ ହାତରେ ଚାପି ଧରି ସେ କହିଲା, ମୁଁ ତ ଏ ଘରକୁ କୁଣିଆ ହୋଇ ଆସିନି, ବୋହୂ ହୋଇ ଆସିଛି। ଏ ଦିନ ଅଧକରେ ତୀର୍ଥ ଭ୍ରମଣ ସ୍ଥାନ ନୁହେଁ। ସାରା ଜୀବନ ପାଇଁ ଏ ମୋର ଜୀବନ ତୀର୍ଥ। ନିନ୍ଦା ଅପମାନକୁ ଡରି ମୁଁ ପଳାଇବି? ନିର୍ମଳ ଅନୁଭବ କଲା, ତା ହାତ ପାପୁଲି ଭିତରେ ନିରୁପମାର ହାତଟା ଝାଳେଇ ଯାଇ ଆହତ କପୋତି ଭଳି ଥରି ଥରି ଉଠୁନାହିଁ। ନିରୁପମାର ପାପୁଲିର ଉଷ୍ମତାରେ ଭରି ରହିଛି ଏକ ଅଟଳ ପ୍ରତିଜ୍ଞାର ଦୃଢ଼ତା। ଶାଶୁଘରକୁ ସେ ତୀର୍ଥ ଭ୍ରମଣରେ ଆସିନାହିଁ। ଏ ତାର ସବୁଦିନର ଜୀବନ ତୀର୍ଥ। ଆଚାର୍ଯ୍ୟ ପରିବାରକୁ ପାଠୋଇ ବୋହୂ ଆସିଛି, ସେଥିପାଇଁ ସାରା ଗାଁରେ ଚହଳ। କେତେକଙ୍କ ଆଖିରେ ଆଶ୍ଚର୍ଯ୍ୟର ଚିହ୍ନ, ଆଉ କେତେକଙ୍କ ମୁହଁରେ କୌତୂହଳର ଦୀପ୍ତି। ଗାଁର କୁଳୀନ ଠାକୁର ଘରେ ଜୋତାମଡ଼ା କଲେଜ ପଢ଼ା ବୋହୂ। ସେ ଘରେ କ'ଣ ଆଉ ଧର୍ମଦେବତା ଆସନ ମାଡ଼ି ବସିଛନ୍ତି? ଗାଁରେ ପ୍ରଶ୍ନକୁ ନେଇ ଆଲୋଚନା, ଟୀକା ଟିପ୍ପଣୀ। ଗାଁ ପୋଖରୀ ହୁଡ଼ାରେ କଇଁଥ ଗଛ ଉପରେ ଯେତେବେଳେ ଅଳସ ଗୋଧୂଳିର ମଳିନ ସ୍ପର୍ଶ ଲାଗେ, ଗୌଡ଼ ଘରର ବଡ଼ ବୋହୂ ସୁନେଇ ଗୋବର ଗୋଟା ଗୋଟାଉ ପ୍ରଶ୍ନ କରେ, ହଇଲୋ ରମା ବୋଉ ନାନୀ, ନିମ ବୋଉ ମାଉସୀ, ସେ କଲେଜ ପଢ଼ୁଆ ବୋହୂ ହାତରୁ ପାଣି ଛୁଉଁଛି? କଲେଜରେ ପଢ଼ିଲା ବେଳେ ପଠାଣ କିରସ୍ତାନ କେତେ ଜାତିର ଲୋକଙ୍କ ସାଙ୍ଗରେ ମିଶିଥିବ ପରା। କେତେ ଛୋଟ ଜାତିର ଲୋକଙ୍କ ଦେହରେ ପବନ ତା ଦେହରେ ବାଜିଥିବ। ସେ ବାରମିଶା ଝିଅ ଆସି ଠାକୁର ଘର ବଡ଼ ବଡ଼ୁଆଙ୍କୁ ପାଣି ଢାଳିଲା। ଏ କଥା ନିମ ବୋଉ ମାଉସୀ କେମିତି ଦେହ ଧରି ସହିଲେ? ରମା ବୋଉ ନାନୀ ଗାଈଟା ଫିଟେଇବା ପାଇଁ ପୋଖରୀ ହୁଡ଼ାକୁ ଆସିଥିଲା। ବିଧବା ମଣିଷ, ଘରେ କେହି ନାହିଁ। ଗାଈର ଦୁଧ ଘିଅ ହିଁ ତାର ଭରସା। ତାକୁ ବିକି ସେ ପେଟ ପୋଷେ। ସକାଳୁ ଗାଈଟାକୁ ହୁଡ଼ା ଉପରେ ସେ ବାନ୍ଧି ଦେଇଯାଏ, ସଞ୍ଜ ବେଳକୁ ଫିଟେଇ ନେଇ ଆସି। ଏଥିପାଇଁ ଆସିଥିଲା ସେ ଆଜି। ହଠାତ୍ ଗୌଡ଼ ଘରର ବଡ଼ ବୋହୂଠାରୁ ପୁରୋହିତ ଘର ନୂଆ ବୋହୂ ବିଷୟରେ ଏ କଟୁ ମନ୍ତବ୍ୟ ଶୁଣି ସେ ଚାରିଆଡ଼କୁ ଚାହିଁଲା। ତା କଥା ଆଉ କିଏ ଶୁଣୁଛି କି ନାହିଁ ଜାଣିବା ପାଇଁ ସେ ଚାରିଆଡ଼ ଆଖି ବୁଲେଇ ନେଲା। ନା, ହୁଡ଼ା ନିଛାଟିଆ, ଆଉ କିଏ ନାହାନ୍ତି। ଆଖି ମିଟି ମିଟି କରି ରମା ବୋଉ ନାନୀ କହିଲା, ଯାହା କହ ଗୌଡ଼ ଘର ବୋହୂ, ଠାକୁର ଘର ବୋହୂଟିଏ ଭାରି ଭଲ ମଣିଷ। ସନେଇ ଏଭଳି ଏକ ଉତ୍ତର ଆଶା କରିନଥିଲା। ପରଘରର ନିନ୍ଦା ଗାଇବାରେ ରମାବୋଉ ନାନୀର କେହି ସରିସାରିସା ନାହାନ୍ତି। ଉପରେ ପଡ଼ି କଳି କଲା ମଣିଷ ସିଏ। ହଠାତ୍ ଠାକୁର ଘର ପାଠ ବୋହୂର ପ୍ରଶଂସା ତା ମୁହଁରୁ ଶୁଣି ସୁନେଇ ଛାତି କରତି ହୋଇଗଲା। ଗୋବର ନଣ୍ଡାକ ଟୋକେଇର ପୁରା ସେ କହିଲା, ସତ କି ନାନୀ, ଯାଇଥିଲ ତାଙ୍କ ଘର ଆଡ଼େ? ମୋତେ ତ ମରିବାକୁ ସମୟ ନାହିଁ, ଯାଉଛି କୁଆଡ଼େ? ଯାହା ଶୁଣିବା କଥା। ରମାବୋଉ ନାନୀ ଚାଲି ଚାଲି ଗୌଡ଼ ଘର ବଡ଼ ବୋହୂ ପାଖକୁ ଆସିଲା। କହିଲା, ଜାଣିଲି ବୋହୂ, କାଲି ଯାଇଥିଲି ବାଁରେ ହୋଇ ଟିକେ ତାଙ୍କ ଘର ଆଡ଼କୁ। କହିଲି, ବାପଘର ଗାଁରେ ହୋଇଥିଲେ କେତେ ଖିଆପିଆ ହୋଇଥାନ୍ତା, କ୍ଷୀରିପୁରୀରେ ଭାସିଥାନ୍ତୁ ଆମେ। ଆଉ ନାନୀ, ନିମ ତ ସେ କଥା କରାଇଦେଲା ନାହିଁ, ବାଦ ସାଧିଲା। ହେଲେ ନୂଆ ବୋହୂ ହାତ ପାନେ ଖଣ୍ଡେ କ'ଣ ମିଳିବ ନାହିଁ? ଏତିକି କହି ରମାବୋଉ ନାନୀ ଅଣ୍ଟା ସିଧା କରି ଠିଆ ହେଲା। ଗୋବର ଟୋକେଇବାକୁ ଛାଡ଼ି ପାଖକୁ ଆସି ସୁନେଇ କହିଲା, ତମ କଥା ଶୁଣି ନିମ ବୋଉ ମାଉସୀ କ'ଣ କହିଲେ ନାନୀ?
ସେ ତ ଅପର ଲୋକକୁ ଘର ଏରୁଣ୍ଡି ବନ୍ଧ ଡିଆଇ ଦିଅନ୍ତି ନାହିଁ। ପିଇ ଚିକିନି କଳେ ପାନପିକ ପକାଇ ଦେଇ ତୁନି ତୁନି ରମା ବୋଉ ନାନୀ ଉତ୍ତର ଦେଲା, ନିମ ବୋଉର ସେ ଜମିଦିଆରିଣିଆ ଆଣ୍ଟ ଭାଙ୍ଗି ଗଲାଣି ମୋ ବୋହୂ। ମତେ ଦେଖି ଆଦର କରି ପାଖରେ ବସାଇଲା, କହିଲା ସବୁ ଭାଗ୍ୟ, ଯାହା ହେବାର ଥିଲା ହେଲା। ସବୁ କଥାକୁ ଧରି ବସିଲେ ଚଳେ ନାହିଁ, ଯେତେ ହେଲେ ବୋହୂ ତ ନୁହେଁ ଆଉ କ'ଣ। ବୋହୂକୁ ପଦେ କହିଲେ ପୁଅ 7 ହାତ ଦୂର ହୋଇଯିବ। ବେଳକାଳ ତ ସେଇଆ ହେଲା। ହଁ, ବୋହୂ କେମିତି କୁହ ମ, ମାନ୍ୟ କଲାଟି। ସୁନେଇ ମୁହଁରେ ବୋହୂର କଥା। କଲା ଭଳି କଲା କି? ଆସି ପାଦ ଧୂଳି ନେଇ ମୁଣ୍ଡରେ ମାରିଲା, ହାତ ଧରି ଭିତର ଘରକୁ ଡାକି ନେଲା, ପାନ ଭାଙ୍ଗି ବସିଲା। ଫାଳ ଗୁଳା ଗୁଆ କୁଢ଼ା ହୋଇଥାଏ। ବୋହୂ ଯେମିତି ଆରପଟକୁ ଅନେଇଛି, 4 ଫାଳ ଗୁଆ ଆଣି ମୁଁ ଅଣ୍ଟାରେ ଖୋସିଥିଲି। କଥାଟା ଅଧା ରଖି ଚମକି ଉଠିଲା ରମା ବୋଉ ନାନୀ। କହୁ କହୁ ବଡ଼ ଅପ୍ରିୟ କଥାଟା କହି ପକାଇଛି ସେ। ଏଡ଼େ ଯାଇଥିବା ପାଣି ହୁଡ଼ି ଯାଇଥିବା କଥା ଆଉ ଫେରିଆସେ ନାହିଁ। ରମା ବୋଉ ନାନୀ ନିଜ ନିର୍ଭରତା ପାଇଁ ନିଜ ଉପରେ ରାଗ କଲା। କହିଲା, କହୁ କହୁ ସତ କହିଦେଲି ଗୌଡ଼ ଘରର ବୋହୂ। ମୋ ମୁଣ୍ଡ ଖାଉଟି କାହାକୁ କହିବୁ ନାହିଁ। ଫାଳଗୁଆ ଦେଖି ଲୋଭ ସଇଲା ନାହିଁ, କ'ଣ କରିବି? ସୁନେଇ ଆଖିରେ ଚାପାହାସ ଆଭା ଉକୁଟି ଉଠିଲା। ସେ ରମା ବୋଉ ନାନୀକୁ ଅଭୟ ଦେଇ କହିଲା, ଆଖି ଛୁଉଁଛି ନାନୀ, ଏକଥା ମୁଁ କାନକୁ ଦିକାନ କରିବି ନାହିଁ। ହଁ, କ'ଣ ହେଲାଟି? ହବ ଆଉ କ'ଣ? ଗୁଆ 4 ଫାଳ ଅଣ୍ଟାରେ ମାରି ମୋ ଦେହରେ ତ ଝାଳ କଣ୍ଟି ଆସୁଥାଏ ଆଉ। କେମିତି ପଳାଇ ଆସିବି, ବାଟ ଦିଶୁନଥାଏ। ହେଲେ ବୋହୂଟିଏ ଭାରି ଭଲ, ଧୀର ସ୍ଥିର। କଥାରୁ ମୋହୁ ଝରୁଥାଏ। ଅନେକ ବେଳ ଯାଇ ବସି ଗପିଲା। ଯେତେ ଆସିବି ବୋଲି ବାହାରିଲି, ଛାଡ଼ିଲା ନାହିଁ। ଆସିଲା ବେଳେ କହିଲା, ସବୁଦିନେ ଘଡ଼ିଏ ଆସୁଥିବ। ଆହା, କି ସୁଧାର ପିଲାଟି। ରମା ବୋଉ ନାନୀର ଓଳି ଗାଈଟା ପଘା ଛିଡ଼ାଇ ଡିଆ ମାରିଲା। କଥା ଅଧା ରଖି ରମା ବୋଉ ନାନୀ ଦୌଡ଼ିଲା ତା ପଛ ପଛେ। ଗୋବର ଟୋକେଇ କାଖରେ ଜାକି ସୁନେଇ ଘର ମୁହାଁ ହେଲା। ସଞ୍ଜ ମାଡ଼ି ଆସୁଛି। ଦିନର ଆଲୁଅ ପୋଛି ହୋଇଗଲାଣି ଗଛ, ଲତା, କିଆରୀ, ପୋଖରୀ ଚାରିଆଡ଼ୁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କର ଉପନ୍ୟାସ ବଧୂ ନିରୁପମାର ପ୍ରଥମ ଭାଗ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।